4500 ବର୍ଷ ପୂର୍ବର କଥା, ଯେତେବେଳେ ବିଶ୍ୱର ଅଧିକାଂଶ ଅଞ୍ଚଳ ଛୋଟ ଛୋଟ ବସତି ନିର୍ମାଣ ପାଇଁ ସଂଘର୍ଷ କରୁଥିଲା, ସେତେବେଳେ ଭାରତୀୟ ଉପମହାଦେଶରେ ଏକ ଉଲ୍ଲେଖନୀୟ ସଭ୍ୟତା ବିକଶିତ ହେଉଥିଲା। ଏଥିରେ ସୁଚିନ୍ତିତ ସହର, ଏକ ଉତ୍ତମ ଗ୍ରିଡ୍ର ବିସ୍ତାରିତ ପ୍ରଶସ୍ତ ରାସ୍ତା, ଉନ୍ନତ ଜଳ ନିଷ୍କାସନ ବ୍ୟବସ୍ଥା, ସାର୍ବଜନୀନ ସ୍ନାନାଗାର ଓ ଦକ୍ଷ କାରିଗର ଥିଲେ। ତଥାପି ଏସବୁ ସଫଳତା ସତ୍ତ୍ୱେ ଆଜି ମଧ୍ୟ ଗୋଟିଏ ରହସ୍ୟ ଅସମାପ୍ତ ହୋଇ ରହିଛି। ସେମାନଙ୍କର ଲିପି କେବେ ବି ସମ୍ପୂର୍ଣ୍ଣ ଭାବରେ ବୁଝାଯାଇ ପାରିନାହିଁ ଏବଂ ଏହି ମହାନ ସଭ୍ୟତା ହଠାତ୍ କାହିଁକି ଅଦୃଶ୍ୟ ହୋଇଗଲା ତାହା କେହି ଜାଣିନାହାନ୍ତି। ଏହି ଅସାଧାରଣ ସଭ୍ୟତା କ'ଣ ଥିଲା? ଏହାର ଲୋକ କିଏ ଥିଲେ? ସେମାନେ କିପରି ରହୁଥିଲେ ଏବଂ ଏହାର ପ୍ରାଚୀନ ଧ୍ୱଂସାବଶେଷ ତଳେ କେଉଁ ରହସ୍ୟ ଏବେ ବି ପୋତି ରହିଛି? ବିଶ୍ୱର ସବୁଠାରୁ ପୁରୁଣା ଏବଂ ସବୁଠାରୁ ଆକର୍ଷଣୀୟ ସଭ୍ୟତା ମଧ୍ୟରୁ ଗୋଟିଏ ସିନ୍ଧୁ ଉପତ୍ୟକା ସଭ୍ୟତା ଉପରେ ଆଜିର ଭିଡ଼ିଓକୁ ସ୍ୱାଗତ। ଏ ଭିଡ଼ିଓରେ ଆମେ ଏହାର ଆବିଷ୍କାର, ଭୌଗୋଳିକ ପରିସର, ଗୁରୁତ୍ୱପୂର୍ଣ୍ଣ ସ୍ଥାନ, ନଗର ଯୋଜନା, ଅର୍ଥନୀତି, ଧର୍ମ, କଳା ଏବଂ ସଂସ୍କୃତି, ରହସ୍ୟମୟ ଲିପି, ଅବନତି ଓ ଏହାର ସ୍ଥାୟୀ ଐତିହ୍ୟ ଅନୁସନ୍ଧାନ କରିବେ। ତେଣୁ ଶେଷ ପର୍ଯ୍ୟନ୍ତ ମୋ ସହିତ ରୁହ, କାରଣ ଏହି ଭିଡ଼ିଓର ପ୍ରତ୍ୟେକ ଅଂଶରେ ଇତିହାସରେ ସର୍ବୋତ୍ତମ ରହସ୍ୟ ମଧ୍ୟରୁ ଆମେ କିଛିଟା ଜାଣିବାକୁ ଚାହୁଁଛେ। ତ ପିଲେ ସମସ୍ତଙ୍କୁ ସ୍ୱାଗତ କରୁଛି ଆମେ CHS ଏଜୁକେସନ୍ ଚ୍ୟାନେଲ୍, ଯେଉଁଥିରେ ଆମେ +2ର ବିଭିନ୍ନ ପ୍ରକାର ସବଜେକ୍ଟର ଭିଡ଼ିଓ ଆଣୁଛେ। ଯଦି ଚ୍ୟାନେଲ୍ ନୂଆ ଅଛ ତାହେଲେ ନିଶ୍ଚିତ ଭାବରେ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବା, ଭିଡ଼ିଓଟି ପସନ୍ଦ ଲାଗିଲେ ଲାଇକ୍ କରିବା, ସାଙ୍ଗମାନଙ୍କ ସହିତ ସେୟାର କରିବା। ବହୁତ ଜଲ୍ଦି ଆମେ 8000 ସବସ୍କ୍ରାଇବର କ୍ରସ୍ କରିବାକୁ ଯାଉଛେ, ତେଣୁ ନିଶ୍ଚିତ ଭାବରେ ସବସ୍କ୍ରାଇବ୍ କରିକି ଚ୍ୟାନେଲକୁ ନିଶ୍ଚିତ ଭାବରେ ସପୋର୍ଟ କରିବା। ଆଜିର ଭିଡ଼ିଓରେ ଆମେ ଭାରତୀୟ ସଂସ୍କୃତିର ମେଳଭିତ୍ତି, ଯେଉଁଟା ଇତିହାସ ବହିର ଦ୍ୱିତୀୟ ଅଧ୍ୟାୟ ରହିଛି, ହରପ୍ପା ସଂସ୍କୃତି ବା ଯେଉଁଟାକୁ ସିନ୍ଧୁ ସଭ୍ୟତା ବୋଲି ମଧ୍ୟ କୁହାଯାଏ, ତାକୁ ଆମେ ସବିଶେଷ ଆଲୋଚନା କରିବାକୁ ଯାଉଛେ। ଠିକ୍ ଅଛି, ତେଣୁ ଭିଡ଼ିଓକୁ ଲାଷ୍ଟ ପର୍ଯ୍ୟନ୍ତ ଦେଖିବା ଏବଂ ଯଦି କୌଣସି ଜିନିଷ ବୁଝିପାରିଲନି ତାହେଲେ ନିଶ୍ଚିତ ଭାବରେ କମେଣ୍ଟ କରି ଜଣାଇବା। ଭିଡ଼ିଓଟି କେମିତି ଲାଗିଲା ତାକୁ କମେଣ୍ଟ କରି ଜଣାଇବା। ଠିକ୍ ଅଛି, ତା ସହିତ ଯେଉଁମାନେ ଆମର ଗୋଟେ ହ୍ୱାଟ୍ସଆପ୍ ଗ୍ରୁପ୍ ମଧ୍ୟ ଖୋଲା ହେଇଛି, ଯେଉଁମାନେ ଏଥିରେ ଜଏନ୍ କରିବାକୁ ଚାହୁଁଛନ୍ତି ତଳେ ଯାଇଥିବା ଡେସ୍କ୍ରିପସନ୍ରେ ଆଉ କମେଣ୍ଟ ବକ୍ସରେ ମୁଁ ଲିଙ୍କ୍ ଦେଇଦେବି। ସେ ଲିଙ୍କ୍ରେ କ୍ଲିକ୍ କରିକି ତୁମମାନେ କ'ଣ କରିପାରିବ, ସେଥିରେ ଜଏନ୍ କରିପାରିବ। ଠିକ୍ ଅଛି, ସେଥିରେ ସବୁ ପ୍ରକାର PDF, କ୍ୱେଶ୍ଚିନ୍ ଆନ୍ସର ଏବଂ ପ୍ରିଭିୟସ୍ ଇୟର୍ର କ୍ୱେଶ୍ଚିନ୍, ଏଇସବୁ ଜିନିଷକୁ ଆମେ କ'ଣ କରିବା ନା ଆଗାମୀ ସମୟରେ ନିଶ୍ଚିତ ଭାବରେ ସେୟାର କରିବା। ତେଣୁ ଯାହାଫଳରେ ତୁମକୁ କ'ଣ ହେବନି, କୌଣସି ପ୍ରକାର ଅସୁବିଧା ହେବ ନାହିଁ। ତେଣୁ ଲେଟ୍ ନ କରି ଭିଡ଼ିଓଟିକୁ ଆରମ୍ଭ କରିବା। ଠିକ୍ ଅଛି, ତେଣୁ ସିନ୍ଧୁ ନଦୀ କୂଳରେ ଭାରତର ସର୍ବପ୍ରାଚୀନ ନଗର ସଭ୍ୟତା ଗଢ଼ି ଉଠିଥିଲା। 1921 ଖ୍ରୀଷ୍ଟାବ୍ଦର ଭୂଖନନ ଦ୍ୱାରା ଆବିଷ୍କୃତ ହୋଇଥିଲା ଏହି ମହାନ ସଭ୍ୟତାର ଭଗ୍ନାବଶେଷ। ଠିକ୍ ଅଛି, ଏହି ସଭ୍ୟତା ଆବିଷ୍କୃତ ହେବା ଫଳରେ ପ୍ରାଚୀନ ଭାରତର ଇତିହାସରେ ଏକ ନୂତନ ଦିଗର ଉନ୍ମୋଚନ ହୋଇଥିଲା। ବୈଦିକ ସଭ୍ୟତାଠାରୁ ଏହି ସଭ୍ୟତା ବହୁ ପୁରାତନ ଏବଂ ଉନ୍ନତ ଥିଲା ବୋଲି ଐତିହାସିକ ପର୍ଯ୍ୟାଲୋଚନାରୁ ଜଣାପଡ଼ିଥାଏ। ଠିକ୍ ଅଛି, ନଗର ପରିକଳ୍ପନା, ନିଷ୍କାସନ ବ୍ୟବସ୍ଥା, ସ୍ଥାପତ୍ୟ, ବାଣିଜ୍ୟ, ବ୍ୟବସାୟ ଏବଂ ଧର୍ମ ଆଦି ଏହାର ସ୍ୱତନ୍ତ୍ରକୁ ବଜାୟ ରଖିବା ସହିତ ଏହାକୁ ପ୍ରାଚୀନ ମିଶର ଏବଂ ମେଟୋପୋଟାମିଆ ସଭ୍ୟତାର ସମକକ୍ଷ କରାଇ ପାରିଥିଲା। ଭାରତ ଏବଂ ଭାରତ ବାହାରେ ଏହି ସଭ୍ୟତାର ବ୍ୟାପ୍ତି ଏବଂ ବିଭିନ୍ନ ସ୍ଥାନରେ ଏହାର ସମାନ ରୂପରେଖ ଏହାକୁ ଏକ ବିଶେଷ ମର୍ଯ୍ୟାଦା ପ୍ରଦାନ କରିବା ଦିଗରେ ସହାୟକ ହୋଇଥିଲା। ଏହି ସଭ୍ୟତା ସିନ୍ଧୁ ସଭ୍ୟତା ବା ହରପ୍ପା ସଂସ୍କୃତି ବା ହରପ୍ପା ସଭ୍ୟତା ରୂପେ ପରିଚିତ। ଠିକ୍ ଅଛି, ଏହି ସଭ୍ୟତା ସିନ୍ଧୁ ନଦୀର କୂଳରେ ଗଢ଼ି ଉଠିଥିଲା। ସିନ୍ଧୁ ନଦୀ ସାଧାରଣତଃ ଭାରତର ଉତ୍ତର ପଶ୍ଚିମ ଦିଗରେ ଭାରତ ଏବଂ ପାକିସ୍ତାନ ଦେଇ ପ୍ରବାହିତ ହୋଇଥାଏ। ତେଣୁ ଏହି ସଭ୍ୟତା ଏହି ନଦୀ କୂଳରେ ନିଶ୍ଚିତ ଭାବରେ ଗଢ଼ି ଉଠିଥିଲା, ଯେଉଁଟା ଆମେ ଜାଣିବାକୁ ପାଉଛେ। ତାପରେ ଆମେ ଦେଖିବା ଏହି ସଭ୍ୟତାର ଆବିଷ୍କାର କେଉଁଭଳି ଭାବରେ ହୋଇଥିଲା। ପୁଣି ଥରେ ମନେ ପକାଇବାକୁ ଚାହୁଁଛି ଯେ ଭିଡ଼ିଓ ବହୁତ ଲମ୍ବା ହେବ, ପାଖାପାଖି 1 ଘଣ୍ଟା ପରେ ହେବ। ତେଣୁ ଭିଡ଼ିଓକୁ ପୁରା ଲାଷ୍ଟ ପର୍ଯ୍ୟନ୍ତ ଦେଖିବା। ଯଦି ଗୋଟେ ଥର ଦେଖି ନ ପାରୁଛେ ତାହେଲେ ନିଶ୍ଚିତ ଭାବରେ ଆମେ ଆକୁ ପୁଣି ଥରେ ଅଧା ଦେଖିବା, ପୁଣି ଥରେ ଅଧା ତାକୁ କଭର କରିବା। ଯେଉଁମାନେ ପୂର୍ବ ଭିଡ଼ିଓଟି ଦେଖିନ, ଠିକ୍ ଅଛି, ତାର ଲିଙ୍କ୍ ଏଇ ଉପରେ ମିଳିଯିବ ତୁମକୁ, ଆଇ ବଟନରେ ତାକୁ କ୍ଲିକ୍ କରି ଦେଖିପାରିବ, କିମ୍ବା ଡିସ୍କ୍ରିପ୍ସନରେ ଯାଇ ଦେଖିପାରିବ, କିମ୍ବା ଆମର ପ୍ଲେଲିଷ୍ଟକୁ ଯାଇକି ମଧ୍ୟ ତୁମେ ଦେଖିପାରିବ। ଠିକ୍ ଅଛି, ତେଣୁ ଆଗକୁ ଯିବା। ହରପ୍ପା ସଭ୍ୟତାର ଆବିଷ୍କାର ହୁଏ 1921 ଖ୍ରୀଷ୍ଟାବ୍ଦରେ ଭାରତ ସରକାରଙ୍କର ପୁରାତତ୍ତ୍ୱ ସଂସ୍ଥାର ଆନୁକୂଲ୍ୟର ଭାରତୀୟ ପ୍ରତ୍ନତତ୍ତ୍ୱବିତ୍ ଦୟାରାମ ସାହାଣୀଙ୍କ ଭୂଖନନ କରି ପ୍ରଥମେ ପଶ୍ଚିମ ପଞ୍ଜାବର ରାବି ନଦୀର ବାମ ପାର୍ଶ୍ୱରେ ଅବସ୍ଥିତ ମଣ୍ଡଗୋମରୀର ହରପ୍ପା ଏବଂ 1922ରେ
ପ୍ରତ୍ନତତ୍ତ୍ୱବିତ୍ ରାଖାଳ ଦାସ ବାନାର୍ଜୀ ଏଇ ଦୁଇଟା ନାମକୁ ମନେ ରଖିବା ଆମେ ଦୟାରାମ ସାହାଣୀ ଆଉ ରାଖାଳ ଦାସ ବାନାର୍ଜୀ ଯେମିତିକି 1921 ଆଉ 1922 ମସିହାରେ ଯଥା କ'ଣ କରିଥିଲେ ନା ହରପ୍ପା ଏବଂ ମହେଞ୍ଜୋଦାର ଠାରେ ଏହି ସଭ୍ୟତାକୁ ଆବିଷ୍କାର କରିଥିଲେ। ଠିକ୍ ଅଛି, ତେଣୁ ଇଏ ସିନ୍ଧୁ ନଦୀର ଦକ୍ଷିଣ ପାର୍ଶ୍ୱରେ ରହିଥିଲା। ତତ୍କାଳୀନ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ସଂସ୍ଥାର ଡାଇରେକ୍ଟର ଜେନେରାଲ ସାର୍ ଜନ୍ ମାର୍ଶାଲ 1924 ମସିହାରେ ହରପ୍ପା ସଂସ୍କୃତିର ଆବିଷ୍କାର ସମ୍ପର୍କରେ ଔପଚାରିକ ସୂଚନା ଦେଲେ। ଏହି ସଭ୍ୟତା ମେସୋପଟାମିଆ ଏବଂ ଇଜିପ୍ଟ ସଭ୍ୟତାର ସମସାମୟିକ ଥିଲା ବୋଲି ଆମକୁ ଜଣାପଡ଼ିଥାଏ। ମେସୋପଟାମିଆ ଏବଂ ଇଜିପ୍ଟ ସଭ୍ୟତା ସହିତ ଏହି ସଭ୍ୟତା କ'ଣ ଏକା ସାଙ୍ଗରେ ବୃଦ୍ଧି ହେଉଥିଲା। ଠିକ୍ ଅଛି, ମନେ ରଖିବା 1921-22ରେ ହରପ୍ପା ଆଉ ମହେଞ୍ଜୋଦାର। ମହେଞ୍ଜୋଦାର ଶବ୍ଦର ଅର୍ଥ ହେଉଛି ମୃତନଗରୀ ବା ମୃତ୍ୟୁସ୍ତୂପ, ମାଉଣ୍ଡ ଅଫ୍ ଦ ଡେଡ୍। 1947ରେ ଭାରତ ବିଭାଜିତ ହେବା ପରଠାରୁ ମହେଞ୍ଜୋଦାର ଏବଂ ହରପ୍ପା ପାକିସ୍ତାନର ଅନ୍ତର୍ଭୁକ୍ତ ହୋଇଛି। ତ ଯେତେବେଳେ ଆମ ଦେଶକୁ ବିଭାଜିତ କରି ଦିଆଗଲା ସେତେବେଳେ ମହେଞ୍ଜୋଦାର ଆଉ ହରପ୍ପା ଯେଉଁ ସାଇଟ୍ ଦୁଇଟା ରହିଛି ଯେଉଁଟାକୁ ଆମେ ଆବିଷ୍କାର କରିଥିଲେ ସେ କ'ଣ ହେଇଛି ବର୍ତ୍ତମାନ ପାକିସ୍ତାନରେ ରହିଛି। ସମୟକ୍ରମେ ଭାରତ ଏବଂ ଭାରତ ବାହାରେ ଏପର୍ଯ୍ୟନ୍ତ 1000ରୁ ଉର୍ଦ୍ଧ୍ୱ ସ୍ଥାନରେ 2000 ପରେ ପାଖାପାଖି କ'ଣ ହେଇଛି ନା ଏହି ସଭ୍ୟତାର ଭଗ୍ନାବଶେଷ ଆବିଷ୍କୃତ ହୋଇଛି। ବିଭିନ୍ନ ପ୍ରକାର ସ୍ଥାନରେ ଏହାକୁ ଆବିଷ୍କାର କରାଯାଇଛି। ସର୍ବପ୍ରଥମେ ହରପ୍ପାରୁ ଆବିଷ୍କୃତ ଏହି ସଭ୍ୟତାର ସାମଞ୍ଜସ୍ୟ ପ୍ରତ୍ୟେକ ସ୍ଥାନରେ ପରିଲକ୍ଷିତ ହୁଏ। ତେଣୁ ଐତିହାସିକମାନେ ଭାରତର ସିନ୍ଧୁ ନଦୀ କୂଳରେ ଗଢ଼ି ଉଠିଥିବା ଏହି ପ୍ରାଚୀନ ସଭ୍ୟତାକୁ ସିନ୍ଧୁ ସଭ୍ୟତା ବା ହରପ୍ପା ସଭ୍ୟତା ବୋଲି କହିଥାନ୍ତି। ଠିକ୍ ଅଛି, ଭୌଗୋଳିକ ବିସ୍ତୃତି ଯଦି ଆମେ ଦେଖୁଛେ ତ ଏଇ ମ୍ୟାପ୍ଟି ତୁମେ ଦେଖିପାରୁଥିବ ଏଇ ଯେଉଁ ଟୋଟାଲ ଏରିଆରେ କ'ଣ ରହିଛି ନା ଏଇ ସଭ୍ୟତା ଗଢ଼ି ଉଠିଥିଲା। ଏ ଭାରତ ଆଉ ପାକିସ୍ତାନର ମ୍ୟାପ୍ ଏଠି ଏକା ସାଙ୍ଗରେ ରହିଛି। ଆଉ ଏଇଠି ଯେଉଁ ନଦୀ ବହୁଛି ଏଇଟାକୁ ଆମେ ସିନ୍ଧୁ ନଦୀ ବୋଲି କହିଥାଉ ସାଧାରଣତଃ। ଠିକ୍ ଅଛି, ତେଣୁ ପଶ୍ଚିମରେ ଆଫଗାନିସ୍ତାନର ମୁଣ୍ଡିଗକ୍ ଠାରୁ ଆରମ୍ଭ କରି ଠିକ୍ ଅଛି ଆଫଗାନିସ୍ତାନର ମୁଣ୍ଡିଗକ୍ ଠାରୁ ଆରମ୍ଭ କରିକି କ'ଣ ହେଉଛି ନା ପୂର୍ବରେ ଉତ୍ତରପ୍ରଦେଶର ଆଲମଗୀରପୁର ପର୍ଯ୍ୟନ୍ତ ଏହି ସଭ୍ୟତାର ବିସ୍ତାର ଲାଭ କରିଥିଲା। ସେମିତି ଉତ୍ତରରେ ଜାମ୍ମୁ ସ୍ଥିତ ମୁଣ୍ଡା ଠାରୁ ଆରମ୍ଭ କରି ଦକ୍ଷିଣରେ ଗୁଜରାଟର ନର୍ମଦା ନଦୀ ମୁହାଣରେ ଅବସ୍ଥିତ ଭଗତ୍ରବ ପର୍ଯ୍ୟନ୍ତ ଏଇ କ'ଣ ସମ୍ପୂର୍ଣ୍ଣ ସଭ୍ୟତା ବିସ୍ତୃତ ଥିଲା ବୋଲି କୁହାଯାଏ। ଆଜି ପର୍ଯ୍ୟନ୍ତ ଯେତିକି ଆମେ ଆବିଷ୍କାର କରିଛେ ସେଇଥିରୁ ଆମେ କହିପାରିବା ଯେ ଏତେ ବଡ଼ ବିସ୍ତୃତ ଇଏ ଭାବରେ କ'ଣ ଥିଲା ନା ଏହି ସଭ୍ୟତା ବ୍ୟାପୀ ରହିଥିଲା। ଠିକ୍ ଅଛି, କେବଳ ଭାରତ ପାକିସ୍ତାନ ଏବଂ ଆଫଗାନିସ୍ତାନର କେତେକ ଅଞ୍ଚଳରେ ହରପ୍ପା ସଭ୍ୟତା ଯେ ଗଢ଼ି ଉଠିଥିଲା ତାହା ନୁହେଁ, ଭାରତ ବାହାରର ଆହୁରି ଅନେକ ଦେଶଗୁଡ଼ିକ ସହିତ ମଧ୍ୟ ଏହାର ନିଗୁଢ଼ ସମ୍ପର୍କ ରହିଥିଲା। ଯେମିତି ମେସୋପଟାମିଆ, ଇରାନ ଏବଂ ମଧ୍ୟ ଏସିଆ ସହିତ ହରପ୍ପା ସଭ୍ୟତାର ସମ୍ପର୍କ ଥିଲା ଅବିଚ୍ଛିନ୍ନ। ଅତଏବ ଭାରତର ଏହି ପ୍ରାଚୀନ ସଭ୍ୟତା ରିଦ୍ଧିମନ୍ତ କରିଥିଲା ଏହାର ଅତୀତକୁ। ତେଣୁ ଏଇ ଯେଉଁ ସଭ୍ୟତା ଥିଲା, ଏଇ ଯେଉଁ ହରପ୍ପା ସଭ୍ୟତା ଥିଲା, ଇଏ ପୃଥିବୀର ଅନ୍ୟ ସେହି ସମୟର ଯେଉଁ କିଛି ବିଶିଷ୍ଟ ସଭ୍ୟତା ଥିଲା ତା ସହିତ ଏହାର ସମ୍ପର୍କ ମଧ୍ୟ ରହିଥିଲା, ଯେଉଁଟା ଆମେ ଆଗକୁ ଜାଣିପାରିବା। ଠିକ୍ ଅଛି, ତ ତୁମେ ଏଇ ମ୍ୟାପ୍ଟି ଦେଖିପାରୁଥିବ କେଉଁଭଳି ଭାବରେ ଇଏ କ'ଣ ହେଇଛି ନା ବିସ୍ତୃତ ଲାଭ କରିଛି ସାରା ସିନ୍ଧୁ ନଦୀକୁ କଭର କରିକି। ଏଠି ସିନ୍ଧୁ ନଦୀ ରହିଛି ଆମର। ଠିକ୍ ଅଛି, ଏଇ ଯେଉଁ ନଦୀ ଗୁଡ଼ିକ ତୁମେ ଦେଖିପାରୁଥିବ ଯଦି ତୁମକୁ ଦେଖାଯାଉଛି। ଠିକ୍ ଅଛି, ତ ଏମିତି ଭାବରେ ଯେଉଁ ନଦୀ ଗୁଡ଼ିକ ବହି ଚାଲିଛି ଆ ଚାରିପଟେ କ'ଣ ହେଇଛି ନା ସଭ୍ୟତା ଗୁଡ଼ିକ ଗଢ଼ି ଉଠିଛି। ନଦୀ କୂଳରେ କାହିଁକି ଗଢ଼ି ଉଠିଥିଲା ଯେଉଁଟାକି ଅବିଶ୍ୱାସ କଥା, କାହିଁକି ନା ନଦୀ କୂଳରେ ସଭ୍ୟତା ଯେତେବେଳେ ଗଢ଼ି ଉଠେ ସେଠି କୃଷି କାର୍ଯ୍ୟ କରିବାକୁ ସୁବିଧା ଥିବ, ସେ ସମତଳ ଅଞ୍ଚଳ ଥିବ, ତ ଉର୍ବର ମୃତ୍ତିକା ଥିବ। ସେଇ ଦୃଷ୍ଟିରୁ କ'ଣ ହେଇଥିଲା ନା ସଭ୍ୟତା ନଦୀ କୂଳରେ ଗଢ଼ି ଉଠିଥିଲା। ଠିକ୍ ଅଛି, ତାପରେ ଦେଖିବା ନଗର ପରିକଳ୍ପନା ଆଉ ସୌଧ। ନଗର ପରିକଳ୍ପନା କେମିତି ଥିଲା, କେଉଁଭଳି ଭାବରେ ସେଇ ଷ୍ଟେଟ୍ଟି ଥିଲା, ତାର ଭଗ୍ନାବଶେଷ ତୁମେ ଏଇ ଚିତ୍ରରୁ ଦେଖିପାରୁଥିବ। ଏଇଠି ଯେଉଁ ପୁରା କମ୍ପ୍ଲିଟଲି ଯେଉଁ ସେଠି ରହିଛି ଯେଉଁ ଭଗ୍ନାବଶେଷ ତୁମେ ଦେଖିଛ, ଏଇଟା ହେଉଛି ଇଲୁଷ୍ଟ୍ରେସନଟା, ଏଇଟା ଚିତ୍ର କରାହେଇଛି। କିନ୍ତୁ ଏଇ ଦୁଇଟା ଫଟୋ, ଫାଷ୍ଟ ଦୁଇଟା ଫଟୋ ତୁମେ ଦେଖିପାରୁଥିବ ଏଇଭଳି ରୂପରେ କ'ଣ କରାଯାଇଥିଲା ନା ଘର ଗୁଡ଼ିକ ତିଆରି ହେଇଥିଲା। ଆଜିକୁ କେତେ ବର୍ଷ କୁହାଯାଉଛି, ପାଖାପାଖି 4500 ବର୍ଷ ପୂର୍ବ କଥା କୁହାଯାଉଛି। ତ ସେଇ ସମୟରେ ମଧ୍ୟ ଏମିତି ଗୋଟେ ଟାଉନ୍ ଥିଲା, ଏମିତି ଗୋଟେ ସହର ସେଠି ଗଢ଼ି ଉଠିଥିଲା। ହରପ୍ପା ସଭ୍ୟତାର ନଗର ପରିକଳ୍ପନା ଥିଲା ବାସ୍ତବିକ ମନଲୋଭା। ଏକ ଦକ୍ଷ ସୁପରିଚିତ କ'ଣ ଥିଲା ନିର୍ଦ୍ଦେଶନାରେ ସତେବାହ ସୃଷ୍ଟି ହୋଇଥିଲା। ନଗରର ସାଜସଜ୍ଜା ଥିଲା ଅଭିନବ। ରାସ୍ତାଘାଟ, ଗୃହ, ନାଳ ନର୍ଦ୍ଦମା, ସ୍ନାନାଗାର, ଶସ୍ୟାଗାର ପ୍ରତ୍ୟେକ କ୍ଷେତ୍ରରେ ସିନ୍ଧୁ ସଭ୍ୟତାର ଅଧିବାସୀମାନେ ଉତ୍କର୍ଷତାର ଜ୍ୱଳନ୍ତ ନିର୍ଦ୍ଦେଶନ ପ୍ରଦର୍ଶନ କରିଥିଲେ। ସେମାନଙ୍କ ନଗର ପରିକଳ୍ପନାର ଏକ ଅଲେଖ ନିମ୍ନରେ ପ୍ରଦାନ କରାଗଲା। ଠିକ୍ ଅଛି, ଏଇ ଚିତ୍ର ଗୁଡ଼ିକୁ ତୁମେ ଦେଖିପାରୁଥିବ। ତ କେଉଁଭଳି ଭାବରେ ଏଇ ଜିନିଷ ଗୁଡ଼ିକ ପାଖାପାଖି 4500 ବର୍ଷ ପୂର୍ବେ କେମିତି ତିଆରି ହୋଇଥିଲା। ଠିକ୍ ଅଛି, କ'ଣ କ'ଣ ଥିଲା ଆମେ ତାକୁ ଦେଖିବା। ପ୍ରଥମ ହେଉଛି ଦୁର୍ଗ ଏବଂ ଜନବସତି ଅଞ୍ଚଳ। ଏଇ ଯେଉଁ ନଗର ଆମେ ଦେଖୁଛେ ତୁମେ ଦେଖିପାରୁଥିବ ଏଠି କିଛି କ'ଣ ରହିଛି, କିଛି ଏମିତି ଅଞ୍ଚଳ ରହିଛି, ତଳତଳିଆ ଅଞ୍ଚଳ ରହିଛି, ତା ସହିତ ଗୋଟେ ବଡ଼ ଉଚ୍ଚତାରେ ଗୋଟେ ଦୁର୍ଗ ଭଳିଆ ଜିନିଷ ରହିଛି। ଦୁଇ ଭାଗରେ କ'ଣ ହେଇଛି ନଗରଟି ଡିଭାଇଡ୍ ହେଇଛି। ହରପ୍ପା ସଭ୍ୟତାର ପ୍ରଧାନ ବୈଶିଷ୍ଟ୍ୟ ଥିଲା ନଗର ନିର୍ମାଣ।
ପ୍ରତ୍ୟେକ ନଗରକୁ ମୁଖ୍ୟତଃ ଦୁଇ ଭାଗରେ ବିଭକ୍ତ କରାଯାଇଥିଲା। ଉଚ୍ଚ ସ୍ଥାନରେ ନିର୍ମିତ ହୋଇଥିଲା ଦୁର୍ଗ, ଯୋଉଟାକି ରହିଛି ଉପରେ। ଏଠାରେ ଶାସକ ଗୋଷ୍ଠୀ ବା ପୁରୋହିତମାନେ ବସବାସ କରୁଥିଲେ ବୋଲି ଅନୁମାନ କରାଯାଏ। ଯେ ଏମିତି ଯେଉଁ ଦୁଇ ଭାଗରେ ରହିଛି, ତ ଯେଉଁ ଉଚ୍ଚ ଜାଗାଟା ରହିଥିଲା, ଯେଉଁଠି ଦୁର୍ଗ ରହିଥିଲା, ସେଠି ଶାସକ ଗୋଷ୍ଠୀ ମାନେ ସେହି ସମୟରେ ଏଇ ଅଞ୍ଚଳକୁ ଯିଏ କ'ଣ କରୁଥିବେ, ଶାସନ କରୁଥିବେ, ସେମାନଙ୍କର କ'ଣ ଏଠି ଗୃହ ରହୁଥିଲା ବା ପୁରୋହିତମାନଙ୍କର ଗୃହ ରହୁଥିଲା ବୋଲି କୁହାଯାଏ। ଦୁର୍ଗର ନିମ୍ନ ଅଂଶରେ ବିସ୍ତାର ଲାଭ କରିଥିଲା ନଗରର ଜନବସତି ଅଞ୍ଚଳ। ସେଠାରେ ବିଭିନ୍ନ ସମ୍ପ୍ରଦାୟର ଲୋକମାନେ ବସବାସ କରୁଥିଲେ। ଆଉ ଯେଉଁ ତଳତଳିଆ ଅଞ୍ଚଳ ରହିଛି, ଏଠି ସାଧାରଣ ଲୋକ କମନ ପିପୁଲ ମାନଙ୍କ ପାଇଁ ଥିଲା ବୋଲି ଅନୁମାନ କରାଯାଏ। ନଗରର ଚତୁଃପାର୍ଶ୍ୱରେ ପାଚେରୀ ଘେରି ରହିଥିଲା। ଏହି ପ୍ରାଚୀର ପୋଡ଼ା ଇଟାରେ ନିର୍ମିତ ହୋଇଥିଲା ଏବଂ ଖୁବ୍ ସମ୍ଭବତଃ ବହିଃଶତ୍ରୁ ଆକ୍ରମଣରୁ ପ୍ରତିରୋଧ କରିବା ପାଇଁ ଏହା ଉଦ୍ଦିଷ୍ଟ ଥିଲା। ତ ନଗର ଚାରିପଟେ ପାଚେରୀର ବ୍ୟବସ୍ଥା ଥିଲା। ଠିକ୍ ଅଛି, ଏ ପାଚେରୀ ପୋଡ଼ା ଇଟାରେ ନିର୍ମାଣ ହୋଇଥିଲା। ଇମ୍ପୋର୍ଟାଣ୍ଟ ହେଉଛି ଯେ ପୋଡ଼ା ଇଟାରେ ଆକୁ ନିର୍ମାଣ କରାଯାଇଥିଲା। ଯେଉଁ ପୋଡ଼ା ଇଟାରେ ଆଜି ଆମେ କ'ଣ କରୁଛେ, ଘର ତିଆରି କରୁଛେ, ସେହି ସମୟରେ ସେମାନେ ମଧ୍ୟ କ'ଣ କରୁଥିଲେ, ତା ବିଷୟରେ ଜାଣିଥିଲେ। ମହେଞ୍ଜୋଦାର, ହରପ୍ପା ଆଉ କାଲିବଙ୍ଗାନ ଆଦି ନଗରର ପରିକଳ୍ପନା ଏହି ଢାଞ୍ଚାରେ କରାଯାଇଥିଲା। ତ ପ୍ରାୟତଃ ସବୁ ନଗରରେ କ'ଣ କରାଯାଇଛି, ଏଇ ସେମ୍ ଜିନିଷ ଦେଖାଯାଉଛି। ଗୋଟେ ଦୁର୍ଗ ରହୁଛି, ଗୋଟେ ସାଧାରଣ କମନ ପିପୁଲଙ୍କ ପାଇଁ ଗୋଟେ ତଳତଳିଆ ଅଞ୍ଚଳ ରହୁଛି, ଚାରିପଟେ ପାଚେରୀ ରହୁଛି। ବୁଝିଲା, ଏଇଭଳି ଜିନିଷ ସବୁ ଦେଖିବାକୁ ମିଳିଥାଏ। ବାସଗୃହ ଗୁଡ଼ିକ ଯଦି ଦେଖିବା, ବାସଗୃହ ଗୁଡ଼ିକ କ'ଣ ହେଉଥିଲା ନା ପୋଡ଼ା ଇଟାରେ ଗୃହ ନିର୍ମାଣ କରୁଥିଲେ। ହରପ୍ପା, ମହେଞ୍ଜୋଦାର, ମେହେରଗଡ଼ ଏଇଭଳି ନଗର ଗୁଡ଼ିକ ପୋଡ଼ା ଇଟାରେ ନିର୍ମିତ ହୋଇଥିଲା। ଏଇ ଯେଉଁ ନାଁ ଗୁଡ଼ିକ କୁହାଯାଉଛି, ଏଇ ନାଁ ଗୁଡ଼ିକ ହେଉଛି ସେଇ ଜାଗା ଗୁଡ଼ିକ ଯେଉଁଠି କ'ଣ ହେଉଛି ନା ଏଇ ସହର ଗୁଡ଼ିକ ଆମେ କ'ଣ କରୁଛେ, ଆବିଷ୍କାର କରିଛେ। ତ ଏଇସବୁ ଜାଗାରେ କ'ଣ ହେଇଥିଲା, ପୋଡ଼ା ଇଟାରେ ନିର୍ମାଣ ହେଇଥିଲା। ସେମିତି କିଛି ଅଞ୍ଚଳରେ ଯେମିତି କାଲିବଙ୍ଗାନ ନଗରରେ ଗୃହ ଗୁଡ଼ିକ ସୂର୍ଯ୍ୟ ରଶ୍ମିରେ ଶୁଖିଥିବା ଇଟା ଦ୍ୱାରା ନିର୍ମିତ ହେଇଥିଲା। ମାନେ ଖାଲି ପୋଡ଼ା ହେଇନଥିଲା, କେବଳ ଶୁଖେଇକି ତାକୁ ସେଇଥିରେ ମଧ୍ୟ ଘର ନିର୍ମାଣ କରାଯାଇଛି। ତ କୋଉଠି କୋଉଠି ପୋଡ଼ା ଇଟା ଦେଖାଯାଉଥିଲା, କୋଉଠି କୋଉଠି କେବଳ ଶୁଖେଇକି ଇଟା ସେଇ ଅନୁସାରେ ତିଆରି ହେଇଥିଲା। ପ୍ରତ୍ୟେକ ଘରେ ବୈଠକଖାନା ରହିଥିଲା, ରୋଷେଇ ଘର ରହିଥିଲା, ସ୍ନାନ ଘର ରହିଥିଲା, ଶୟନ କକ୍ଷ ରହିଥିଲା। ତ ଆଜିକାର ଯେମିତି ଆମେ ପ୍ରତ୍ୟେକ ଘରେ ଦେଖୁଛେ, ଗୋଟେ ରୋଷେଇ ଘର ରହୁଛି, କିଚେନ୍ ରୁମ୍ ରହୁଛି, ବାଥରୁମ୍ ରହୁଛି, ବେଡରୁମ୍ ରହୁଛି, ତ ସେଇ ସମୟରେ ମଧ୍ୟ ଘର ଗୁଡ଼ିକ ସେଇଭଳି ଆଡଭାନ୍ସ ୱେରେ ତିଆରି ହେଇଥିଲା। ପ୍ରତ୍ୟେକ ଗୃହ ଲମ୍ବ ପ୍ରାଙ୍ଗଣ ଦ୍ୱାରା ସଂଯୁକ୍ତ ଥିଲା। ଠିକ୍ ଅଛି, ବାରଣ୍ଡା ଥିଲା ଏଥିରେ। ଏହା ପାଖରେ କୂଅ ମଧ୍ୟ ରହିଥିଲା। ଗୃହରୁ ନାଳ ଦେଇ ମଇଳା ପାଣି ଆଉ ଆବର୍ଜନା ନିର୍ଗତ ହେଉଥିଲା ଏବଂ ସହରର ମୁଖ୍ୟ ନାଳରେ ମିଶୁଥିଲା। ତ ସେହି ସମୟରେ କ'ଣ ଥିଲା ନା, ଏଇ ଘରୁ ଯେଉଁ ନାଳ ଦେଇକି ଦେଖ, ଏଠି ତୁମେ ଦେଖିପାରୁଥିବ ଡ୍ରେନ୍ ଯାଇଛି। ଠିକ୍ ଅଛି ନା ନାଇଁ? ତ ଏଠି ଯେଉଁ ମଇଳା ପାଣି ଗୁଡ଼ିକ ଥିବ, ସେ କ'ଣ ଆସିବ ନା ଡ୍ରେନ୍ରେ ଯାଇକି ମିଶୁଥିଲା। ପ୍ରତ୍ୟେକ ଘରୁ କ'ଣ ହେଇଥିଲା ନା ମଇଳା ପାଣି ଗୁଡ଼ିକ ଡ୍ରେନ୍ରେ ଯାଇ ମିଶୁଥିଲା। ଆଉ ଏ ଡ୍ରେନ୍ଟି କ'ଣ ଥିଲା ନା ବାହାରକୁ ପାଣି ଗୁଡ଼ିକ ନିଷ୍କାସନ କରି ନେଇଯାଉଥିଲା। ତ ବହୁତ ଗୁଡ଼େ ଭାବି ଚିନ୍ତିକି ଏ ସହରକୁ ତିଆରି କରାଯାଇଥିବ। ଠିକ୍ ଅଛି, ଇଟା ନିର୍ମିତ ପାବଚ ଶ୍ରେଣୀ 2 ମହଲା ଗୃହ ଥିବାର ମଧ୍ୟ ସୂଚନା ମିଳିଛି। ତ 2 ମହଲା ଘର ତିଆରି କରିବା ମଧ୍ୟ ସେମାନେ ଜାଣିଥିଲେ, ଏଥିରୁ ଆମେ ଜାଣିବାକୁ ପାଉଛେ। ଖୁବ୍ ସମ୍ଭବତଃ ବନ୍ୟ ପଶୁଙ୍କ ଆକ୍ରମଣରୁ ରକ୍ଷା ପାଇବା ପାଇଁ ପ୍ରତ୍ୟେକ ଘର ଉଚ୍ଚ ପାଚେରୀ ଯୁକ୍ତ ଥିଲା। ତା ଘର ଗୁଡ଼ାକରେ ପାଚେରୀ ମଧ୍ୟ ରହିଥିଲା, ଯାହାଫଳରେ କ'ଣ ହେବ ନା ବନ୍ୟଜନ୍ତୁଙ୍କଠୁ ସୁରକ୍ଷା ମିଳିପାରିବ। ତ ଏଇଭଳି ଭାବରେ ବାସଗୃହ ଗୁଡ଼ିକ ତିଆରି ହେଇଥିଲା। ରାସ୍ତା ଯଦି ଦେଖିପାରିବ, ଏଇ ଯେଉଁ ଚିତ୍ରଟା ଦେଖୁଛ, ଏଇଟା ତାର ଭଗ୍ନାବଶେଷଟା, ମାନେ ଭାଙ୍ଗି ଯାଇଥିବା ପରେ ଏବେ ଏଟାକୁ କେମିତି ଆବିଷ୍କାର କରାଯାଇଛି ଖୋଳିକି। ବୁଝିଗଲା। ତେଣୁ ସିନ୍ଧୁ ସଭ୍ୟତାର ରାସ୍ତା ଗୁଡ଼ିକ ଥିଲା ଖୁବ୍ ପ୍ରଶସ୍ତ। ନଗର ମଧ୍ୟ ଦେଇ ରାସ୍ତା ଗୁଡ଼ିକ ପୂର୍ବରୁ ପଶ୍ଚିମକୁ ଏବଂ ଉତ୍ତରରୁ ଦକ୍ଷିଣକୁ ଲମ୍ବି, ଚାରି ଦିଗକୁ ରାସ୍ତା ଗୁଡ଼ିକ ଲମ୍ବି ଯାଇଥିଲା ଏବଂ ରାସ୍ତା ଗୁଡ଼ିକ ପରସ୍ପରକୁ ସମକୋଣରେ ଛେଦ କରିଥିଲା। ଏଇଟା ହେଉଛି ଇମ୍ପୋର୍ଟାଣ୍ଟ ଯେ ପରସ୍ପରକୁ ରାସ୍ତା ଗୁଡ଼ିକ କ'ଣ କରୁଥିଲେ ନା ସମକୋଣରେ ଏମିତି ଛେଦ କରୁଥିଲେ। ଠିକ୍ ଅଛି, ଏମିତି ଗୋଲେଇ ବାଙ୍କ ରହୁନଥିଲା, ସବୁ ସମକୋଣରେ ଏମିତି ଛେଦ ହେଉଥିଲା ରାସ୍ତା ଗୁଡ଼ିକ। ଠିକ୍ ଅଛି, ଯେମିତି ତୁମେ ଏଇ ଚିତ୍ରରେ ଦେଖିପାରୁଥିବ ରାସ୍ତା ଗୁଡ଼ିକ କେମିତି ଭାବରେ ତିଆରି ହେଇଛି। ବୁଝିପାରୁଛଟି? ତେଣୁ ବହୁତ ଭାବି ଚିନ୍ତିକା ତିଆରି କରିଥିଲା। ଏଇ ଛେଦ କରିବା ସ୍ଥାନରେ ବତି ଖୁଣ୍ଟର ବ୍ୟବସ୍ଥା ଥିଲା। ତ ଯେଉଁ ଛକ ଗୁଡ଼ିକ ଥିଲା ସେଠି ବତି ଖୁଣ୍ଟ ରହିଥିଲା। ରାସ୍ତାର ଉଭୟ ପାର୍ଶ୍ୱରେ ଗୃହ ଗୁଡ଼ିକ ନିର୍ମିତ ଥିଲା। ଆଉ ଉଭୟ ପଟେ କ'ଣ ଥିଲା ନା ଘର ଗୁଡ଼ିକ ତିଆରି ଥିଲା। ରାସ୍ତା ଧାରରେ ନିଷ୍କାସନ ନାଳ ଗୁଡ଼ିକ ସଂଲଗ୍ନ ହୋଇ ନଗରର ଶେଷ ମୁଣ୍ଡ ପର୍ଯ୍ୟନ୍ତ ବ୍ୟାପି ଯାଇଥିଲା। ତ ଆଜିକା ଯୁଗରେ ଯେଉଁ ଆଜିକା ମଡର୍ଣ୍ଣ ଟାଇମ୍ରେ ଆମେ ଦେଖୁଛେ ଯେ ରାସ୍ତାର କଡ଼ରେ କ'ଣ ରହୁଛି ନା ଡ୍ରେନ୍ ରହୁଛି, ଡ୍ରେନ୍ ସିଷ୍ଟମ୍ ରହୁଛି। ତ ସେଇଟାକୁ 4500 ବର୍ଷ ପୂର୍ବେ କ'ଣ କରାଯାଇଥିଲା ନା ଏଇ ସଭ୍ୟତା ଗୁଡ଼ିକରେ ଦେଖିବାକୁ ମିଳେ। ହରପ୍ପା ସଭ୍ୟତାର ରାସ୍ତା ଗୁଡ଼ିକ ନିରୀକ୍ଷଣ କରି ପ୍ରଫେସର EGH ମକାଏ ମତବ୍ୟକ୍ତ କରନ୍ତି ଯେ ରାସ୍ତା ଗୁଡ଼ିକ ଏପରି ଭାବେ ନିର୍ମାଣ କରାଯାଇଥିଲା ଯେ ଏହା ମଧ୍ୟ ଦେଇ ପ୍ରବାହିତ ହେଉଥିବା ପବନ ଶୋଷଣ ପମ୍ପ ପରି କାର୍ଯ୍ୟ କରି ପ୍ରକୃତ ଉପାୟରେ ନଗର ପରିବେଶକୁ ନିର୍ମାଣ ରଖୁଥିଲା। ତ ରାସ୍ତା ଗୁଡ଼ିକ ଏମିତି ତିଆରି ଥିଲା ଯେ ଯାହାଫଳରେ ପବନ ଯଦି ହେଉଥିଲା ତ ରାସ୍ତା ଗୁଡ଼ିକରେ କ'ଣ ହେଉଥିଲା, ମଇଳା ଗୁଡ଼ିକ କ'ଣ ହେଉଥିଲା ନା ଏମିତି ଉଡ଼ି ଯାଉଥିଲା ବୋଲି ସେ କହିବା କଥା। ଠିକ୍ ଅଛି, ନେକ୍ସଟ କ'ଣ, ନେକ୍ସଟ ଗୋଟେ ଜିନିଷ ଦେଖାଯାଇଛି ଯେ ବୃହତ୍ ସ୍ନାନାଗାର। ସ୍ନାନାଗାର ମାନେ ସୁଇମିଂ ପୁଲ୍ ଆମେ କହିପାରିବା, ଆଜିକା ଯୁଗର ସୁଇମିଂ ପୁଲ୍। ତ ସେହି ସମୟରେ ସୁଇମିଂ ପୁଲ୍ ବ୍ୟବସ୍ଥା ଥିଲା। ଆଉ ଏଇଟା ବହୁତ ବଡ଼ ଥିଲା। ଠିକ୍ ଅଛି, ଏଇଟା ତୁମେ ଦେଖିପାରୁଥିବ, ଏଇଟା ହେଉଛି ଗୋଟେ ସୁଇମିଂ ପୁଲ୍ ଥିଲା, ଯେଉଁଟା ସାଧାରଣତଃ ଗୋଟେ ବଡ଼ ପୋଖରୀ ଭଳିଆ ଥିଲା।
ଏଥିରେ ଦେଖିପାରୁଥିବ ଯେ ତଳେ କ'ଣ ହେଇଛି ନା ତଳେ ମଧ୍ୟ ଇଟାର ଚଟାଣ ରହିଛି, ସାଇଡ଼୍ରେ ମଧ୍ୟ ଇଟାର ଚଟାଣ ରହିଛି, ତ ଚାରିପଟେ କ'ଣ ରହିଛି ଚଟାଣ ରହିଛି। ତ ଏଇ ମଧ୍ୟ ଏଇଠି କ'ଣ କରାହେଉଥିଲା ନା ପାଣି ନିଶ୍ଚିତ ଭାବରେ ଛଡ଼ା ହେଉଥିବ, ଠିକ୍ ଅଛି। ଆଉ ମଇଳା ପାଣିକୁ ନିଶ୍ଚିତ ଭାବରେ କ'ଣ କରାହେଉଥିବ ନିଷ୍କାସନ ପାଇଁ ମଧ୍ୟ ତାର ଉପାୟ ରହିଥିବ। ହରପ୍ପା ସଭ୍ୟତାର ମୁଖ୍ୟ ଆକର୍ଷଣ ଥିଲା ଦୁର୍ଗ ଅଞ୍ଚଳରେ ଅବସ୍ଥିତ ବୃହତ୍ ସ୍ନାନାଗାର। ଇମ୍ପୋର୍ଟାଣ୍ଟ ଜିନିଷ ଦୁର୍ଗ ଅଞ୍ଚଳରେ ଥିଲା, ତାମାନେ ଏଠି ସାଧାରଣ ଲୋକମାନେ କ'ଣ କରୁନଥିବେ ଇଏ କରୁନଥିବେ, କିଛି ଏଠି ସ୍ପେଶାଲ ଜିନିଷ ଏଠି ହେଉଥିବ। ମହେଞ୍ଜୋଦାରୋଠାରେ ଆବିଷ୍କୃତ ହୋଇଥିବା ଏହି ସ୍ନାନାଗାର ଦୈର୍ଘ୍ୟ ହେଉଛି 12 ମିଟର ଏବଂ ପ୍ରସ୍ଥ ହେଉଛି 7 ମିଟର, ଗଭୀରତା 3 ମିଟର। ଯେଉଁ ବୃହତ୍ ଗୃହରେ ଏହା ଅବସ୍ଥିତ ଥିଲା ସେହି ଗୃହର ଦୈର୍ଘ୍ୟ ହେଉଛି 55 ମିଟର ଏବଂ ପ୍ରସ୍ଥ ହେଉଛି 33 ମିଟର। ବହୁତ ବଡ଼ ଗୋଟେ ଘର ଇଏ ହେଇଥିବ। ଏହାର ପାର୍ଶ୍ୱ ଏବଂ ନିମ୍ନ ଦେଶ ଅତ୍ୟନ୍ତ କଠିନ ଥିଲା, ଯେମିତି ତମେ ଦେଖିପାରୁଛ ଯେ କ'ଣ ହେଇଥିବ ନା ଏଟାରେ ତିଆରି ହେଇଛି, ତ ନିଶ୍ଚିତ ଭାବରେ ଏଥିରେ କ'ଣ କଠିନ ଥିବ। ଏହା ଏହି ସ୍ନାନାଗାର ସହିତ ପାବଛ ଶ୍ରେଣୀ ସଂଲଗ୍ନ ଥିଲା। ନିକଟସ୍ଥ ଏକ କୋଠରୀରେ ଏକ ବୃହତ୍ କୂପ ରହିଥିଲା, ଠିକ୍ ଅଛି। ତା ପାଖରେ କ'ଣ ଥିଲା ନା ଏହି ସ୍ନାନାଗାର ପାଖରେ ଗୋଟେ ବହୁତ ବଡ଼ କୂଅ ରହିଥିଲା। ନାଳ ସାହାଯ୍ୟରେ ସ୍ନାନାଗାର ମଧ୍ୟକୁ ପାଣି ପ୍ରବେଶ କରୁଥିଲା ଏବଂ ଅନ୍ୟ ଏକ ନାଳ ଦେଇ ଦୂଷିତ ପାଣି ନିଷ୍କାସନ ହେଉଥିଲା। ତ ସେଇ କୂଅରୁ ପାଣି ଆସୁଥିଲା, ଯେତେବେଳେ ବ୍ୟବହାର ହେଇସାରିଥିଲା ପାଣିକୁ ନିଷ୍କାସନ କରିଦିଆ ଯାଉଥିଲା, ଠିକ୍ ଅଛି। ସ୍ନାନାଗାରକୁ ଆବେଷ୍ଟନ କରି ଚତୁଃପାର୍ଶ୍ୱରେ ଛୋଟ ବଡ଼ କୋଠରୀ ଏବଂ ବାରଣ୍ଡା ଗୁଡ଼ିକ ରହିଥିଲା। ଏ ଚାରିପଟେ ତମେ ଦେଖିପାରୁଥିବ ଏଇ ଜିନିଷ ଗୁଡ଼ା ଯେଉଁ ଭାଙ୍ଗି ଯାଇଛି ଏଗୁଡ଼ା ଛୋଟ ଛୋଟ ଘର ରହିଥିଲା, ଠିକ୍ ଅଛି। ସ୍ନାନାଗାରରେ ତିନି ପାଖରେ ଦର୍ଶକଙ୍କ ପାଇଁ ଗ୍ୟାଲେରୀ ମାନ ନିର୍ମିତ ଥିଲା। ଦର୍ଶକ ଏଠି ବସିବା ପାଇଁ କ'ଣ ଥିଲା ବିଭିନ୍ନ ପ୍ରକାର ଜିନିଷ ଥିଲା, ଯେଉଁଠି ଲୋକମାନେ କ'ଣ କରିପାରୁଥିଲେ ନା ବସି ପାରୁଥିଲେ। ଏହି ବୃହତ୍ ସ୍ନାନାଗାର ରାଜନ୍ୟବର୍ଗ ଆଦିଙ୍କର ଅଭିଷେକ ଅଥବା ପୁରୋହିତ ଗୋଷ୍ଠୀମାନଙ୍କର ବିଭିନ୍ନ ପୂଜାର୍ଚ୍ଚନା ପାଇଁ ଉଦ୍ଦିଷ୍ଟ ଥିଲା ବୋଲି କୁହାଯାଇପାରେ। ଯେ ଏଇଟା କ'ଣ ପାଇଁ ଥିବ ଯେ ଯଦି ରାଜାଙ୍କର ଅଭିଷେକ ହେଲା ତ ସେଠି ଗାଧୋଉଥିବେ କି କୌଣସି ପ୍ରକାର ପୂଜା ଅର୍ଚ୍ଚନା କରାଗଲା ତ ଏଥିରେ ସେଇ ଜିନିଷ କରାହେଉଥିବ ବୋଲି ଅନୁମାନ କରାଯାଏ, ଠିକ୍ ଅଛି। ନେକ୍ସଟ ଦେଖିବା ପଦାଧିକାରୀଙ୍କ ବାସଗୃହ। ଯେଉଁ ପଦାଧିକାରୀ ଥିବେ, ଯେଉଁ ରାଜାଙ୍କର କିଛି କର୍ମଚାରୀ ଥିବେ, ତ ସେମାନଙ୍କର ବାସଗୃହ କେମିତି ଥିଲା? ମହେଞ୍ଜୋଦାରୋ ବୃହତ୍ ସ୍ନାନାଗାର ନିକଟରେ ଆବିଷ୍କୃତ ହୋଇଥିଲା ଏକ ବିଶାଳ ଗୃହ। ଏହାର ଦୈର୍ଘ୍ୟ 320 ଫୁଟ ଏବଂ ପ୍ରସ୍ଥ 78 ଫୁଟ ପାଖାପାଖି ଥିଲା। ଏଥିରେ 33 ଫୁଟ ବିଶିଷ୍ଟ ଏକ ବୃହତ୍ ବାରଣ୍ଡା ସଂଲଗ୍ନ ହୋଇଥିବାର ମଧ୍ୟ ଦେଖାଯାଏ। ଏହି ଗୃହରେ କାଷ୍ଠ ନିର୍ମିତ ସ୍ତମ୍ଭମାନ ଲାଗିଥିଲା। ଏହି ଗୃହ ସମ୍ପର୍କରେ ଐତିହାସିକମାନଙ୍କ ମଧ୍ୟରେ ବାଦ ବିବାଦ ଦେଖାଯାଏ। କେତେକ ଏହାକୁ ଉଚ୍ଚ ପଦବୀ ଅଳଙ୍କୃତ କରିଥିବା ଶାସକ ଶ୍ରେଣୀର କର୍ମଚାରୀମାନଙ୍କ ଗୃହ ବୋଲି ବର୍ଣ୍ଣନା କରିଥାନ୍ତି, ବୁଝିହେଲା ନାହିଁ। ଆଉ କେତେକ ସର୍ବସାଧାରଣ ଗୃହ ବୋଲି ମଧ୍ୟ କହିଥାନ୍ତି, ଯେ କିଛି ଯେଉଁ ରାଜକର୍ମଚାରୀ ଥିଲେ ସେମାନଙ୍କ ପାଇଁ ଗୃହ ତିଆରି କରାଯାଇଥିଲା ବୋଲି କୁହାଯାଇଥାଏ, ଠିକ୍ ଅଛି। ସେମିତି ଆଉ କ'ଣ ଦେଖିବାକୁ ମିଳେ ନା ବୃହତ୍ ଶସ୍ୟାଗାର ମଧ୍ୟ ଦେଖିବାକୁ ମିଳେ। ମାନେ ଶସ୍ୟାଗାର କହିଲେ ଯେଉଁଠି ଖାଦ୍ୟ ଶସ୍ୟକୁ କ'ଣ କରାଯାଉଥିଲା ଅମଳ କରିକି ନେଇକି ରଖାଉଥିଲା। ହରପ୍ପାର ଅଟ୍ଟାଳିକା ମଧ୍ୟରେ ବୃହତ୍ ଶସ୍ୟାଗାର ଥିଲା ଅନ୍ୟତମ। ଦୁର୍ଗ ଅଞ୍ଚଳରେ ଏହା ଅବସ୍ଥିତ ଥିଲା। ଅନେକ ଗୁଡ଼ିଏ ପ୍ରସ୍ତର ଚଟାଣକୁ ନେଇ ଗଠିତ ହୋଇଥିଲା। ପ୍ରତ୍ୟେକ ଚଟାଣ ଦୈର୍ଘ୍ୟ ଥିଲା 16 ମିଟର ଏବଂ ପ୍ରସ୍ଥ ଥିଲା 6 ମିଟର। ଏଠି ତମେ ଦେଖିପାରୁଛ, ଠିକ୍ ଅଛି। ତ ଏଇଭଳି ଚଟାଣ ଗୁଡ଼ିକ ରହିଥିଲା। ଏହି ବୃହତ୍ ଶସ୍ୟାଗାରର ଦକ୍ଷିଣରେ ଧାଡ଼ି ଲାଗି ରହିଥିଲା କେତୋଟି ଗୋଲାକାର ଚଟାଣ ହେଲା। ଗୋଲାକାର ଚଟାଣ ତ ଏଠି ଦେଖା, ଏଇଟା ବୋଧେ ଆଇ ଥିଙ୍କ, ଠିକ୍ ଅଛି। ଏଗୁଡ଼ିକ ଶସ୍ୟ ଅମଳ ଅଗଣା ରୂପେ ଚିହ୍ନିତ କରାଯାଇଥାଏ। ବନ୍ୟା, ବାତ୍ୟା ହେଲା, ମଡ଼କ ଆଦି ପ୍ରାକୃତିକ ଦୁର୍ବିପାକ ରକ୍ଷା ପାଇବା ପାଇଁ ଏହି ଶସ୍ୟାଗ୍ରହ ବ୍ୟବହୃତ ହେଉଥିଲା ବୋଲି କ'ଣ କରେ ଅନୁମାନ କରାଯାଏ, ଠିକ୍ ଅଛି ନା ନାହିଁ। ତ ଏଠି କୌଣସି ପ୍ରକାର ଦୁର୍ବିପାକକୁ କ'ଣ କରିବା ପାଇଁ, ଦୁର୍ବିପାକ ସମୟରେ ଖାଦ୍ୟଶସ୍ୟର ଅଭାବ ଯେମିତି ନ ହେବ ସେଇଥିପାଇଁ କ'ଣ କରାହେଉଥିଲା ନା ଆକୁ ସଞ୍ଚିତ କରିକି ଏଥିରେ କ'ଣ କରାଯାଉଥିଲା ନା ଶସ୍ୟକୁ ରଖାଯାଉଥିଲା, ଠିକ୍ ଅଛି। ତ ବହୁତ ପ୍ରକାରର ଭାବି ଯେମିତିକି ସେ କ'ଣ କରିଥିଲେ ଏଇ ସବୁ ଜିନିଷକୁ ତିଆରି କରିଥିଲେ। ଚୁଲି ଦେଖାଗଲା। କାଲିବଙ୍ଗାନର ବୈଶିଷ୍ଟ୍ୟ ହେଉଛି ଏକାକାଳୀନ ବହୁତ ଗୁଡ଼ିଏ ଚୁଲିର ଆବିଷ୍କାର। ତ ଚୁଲିର ଆବିଷ୍କାର ଥିଲା ସେଠାରେ ଏକ ଇଟା ନିର୍ମିତ ଚଟାଣରେ ଗୋଟିଏ ଥାଡ଼ିରେ ଥିବା 7 ଗୋଟି ଚୁଲିର ସନ୍ଧାନ ମିଳିଛି। ଚୁଲିର ଫଟୋ ଅବଶ୍ୟ ମୁଁ ଆଣିପାରି ନାହିଁ। ତ ସେଠି କିଛି ଚୁଲିର ସନ୍ଧାନ ମିଳିଥିଲା। ଏହା ସମ୍ପର୍କରେ ଐତିହାସିକମାନେ ବିଭିନ୍ନ ପ୍ରକାର ମତ ଦେଇଥାନ୍ତି। ଯେମିତିକି କେହି କୁହନ୍ତି ଯେ ମାଙ୍ଗଳିକ କାର୍ଯ୍ୟ ପାଇଁ ଏଟାକୁ ଉଦ୍ଦିଷ୍ଟ ହୋଇପାରେ। ଅନ୍ୟ ପ୍ରକାର କେହି କୁହନ୍ତି ଯେ ନଗରବାସୀମାନେ ଏକତ୍ରିତ ହୋଇ ରୋଷେଇ କରୁଥିଲେ ଏବଂ ଖାଦ୍ୟ ସାମଗ୍ରୀ କ'ଣ କରୁଥିଲେ ନିଜ ଘରକୁ ନେଇଯାଉଥିଲେ। ତ ଏମିତି ବିଭିନ୍ନ ପ୍ରକାର ମତଭେଦ ଏଥିପାଇଁ ଦେଖାଯାଇଥାଏ ଚୁଲିକୁ ନେଇକି। ନେକ୍ସଟ କ'ଣ ନା ନିଷ୍କାସନ ବ୍ୟବସ୍ଥା। ଏଇଠି ବିଭିନ୍ନ ପ୍ରକାର ଡ୍ରେନ୍ ତମେ ଦେଖିପାରୁଥିବ। ଏ ଡ୍ରେନ୍ ଗୁଡ଼ିକ କ'ଣ ହେଇଛି ନା ମୁଖ୍ୟ ଡ୍ରେନ୍ରେ ସଂଯୋଗ ହେଇଛି। ଦେଖ ଏଠି ଗୋଟେ କୂଅ ରହିଛି, ଠିକ୍ ଅଛି। ଏଠି ଡ୍ରେନ୍ ଯାଇଛି ଏମିତି ହେଲା, ଏଠି ମଧ୍ୟ ଡ୍ରେନ୍ ଯାଇଛି। ପ୍ରତ୍ୟେକ ଘରୁ କ'ଣ ହେଇଛି ନା ନିଷ୍କାସନ ପାଇଁ ଦେଖ ଏମିତି ରହିଛି କ'ଣ ନା ବାହାରକୁ ରହିଛି। ତ ଏଠି କ'ଣ ଥିଲା ନିଷ୍କାସନ ବ୍ୟବସ୍ଥା ବହୁତ ବଢ଼ିଆ ଥିଲା। ଆଜିକା ଡେଟ୍ରେ ମଧ୍ୟ ଆମେ କ'ଣ କରିପାରୁନେ, ଏତେ ଆଡ଼ଭାନ୍ସ ଟେକ୍ନୋଲୋଜି ଥାଇକି ଆମେ ଭଲ ନିଷ୍କାସନ ବ୍ୟବସ୍ଥା କରିପାରୁନାହିଁ। ଆଜି ମଧ୍ୟ ଆମ ରାସ୍ତାରେ କ'ଣ ହେଇଯାଉଛି ନା ପାଣି ଜମିକି ରହିଯାଉଛି ବର୍ଷା ହେଲେ। କିନ୍ତୁ ସେଠି ସେହି ସମୟରେ କ'ଣ କରୁଥିଲା ନା ଗୋଟେ ବଢ଼ିଆ ନିଷ୍କାସନ ବ୍ୟବସ୍ଥା ତିଆରି କରାଯାଇଥିଲା। ରାସ୍ତାର ଉଭୟ ପାର୍ଶ୍ୱରେ ସଂଯୋଜିତ ହୋଇ ବଡ଼ ବଡ଼ ନାଳମାନ ନିର୍ମିତ ହୋଇଥିଲା। ଏହି ନାଳ ଗୁଡ଼ିକ ପୋଡ଼ା ଇଟାରେ ତିଆରି କରାଯାଇଥିଲା। ନାଳ ଗୁଡ଼ିକ ଖୋଲା ଛଡ଼ା ନ ଯାଇ ଆବୃତ କରାଯାଇଥିଲା। ମୋଷ୍ଟ ଇମ୍ପୋର୍ଟାଣ୍ଟ ପଏଣ୍ଟ, ନାଳ ଗୁଡ଼ିକ ଖୋଲା ନଥିଲା, ଠିକ୍ ଅଛି ନା ନାହିଁ। ତାକୁ କ'ଣ ଘୋଡ଼େଇ ଦିଆଯାଇଥିଲା। ଆଜି ମଧ୍ୟ ଯଦି ଆମେ ଗାଁ ଗହଳିରେ କୋଉଠି ସହରରେ ବି ଦେଖୁଛେ ନାଳ ଗୁଡ଼ିକ ଗୋଟେ ଗୋଟେ ଜାଗାରେ ଖୋଲା ରହୁଛି, ବୁଝିହେଲା ନା ନାହିଁ। କିନ୍ତୁ ଏଠି କ'ଣ କରୁଥିଲେ ନା ତାକୁ ବନ୍ଦ କରିକି ରଖୁଥିଲେ, ଠିକ୍ ଅଛି।
ଏହି ନାଳଗୁଡ଼ିକ ଯାଇ ସହର ବାହାରେ ଥିବା ଏକ ବୃହତ କୁଣ୍ଡରେ ପଡ଼ିଥିଲା। ପ୍ରତ୍ୟେକ ଘରର ଛୋଟ ଛୋଟ ନାଳମାନ ସହରର ଏହି ଆବୃତ ବୃହତ ନାଳଗୁଡ଼ିକ ସହିତ ସଂଯୁକ୍ତ ହୋଇଥିଲା। ଏହାଫଳରେ କ'ଣ ଥିଲା ନା ପ୍ରତ୍ୟେକ ଘରୁ ମଇଳା ପାଣି ଏବଂ ଆବର୍ଜନା ଗୁଡ଼ିକ ଛୋଟ ନାଳ ଦେଇକି ଆସିକି ବଡ଼ ନାଳରେ ପଡ଼ୁଥିଲା ଏବଂ ତାହା ମଧ୍ୟ ଦେଇ କ'ଣ ହେଉଥିଲା ନା ଇଏ ଯାଉଥିଲା। ଯାହାଫଳରେ କ'ଣ ନା ଦୁର୍ଗନ୍ଧକୁ ରୋକାଯାଇପାରିବ, ସହରକୁ ପ୍ରଦୂଷଣ ମୁକ୍ତ କରାଯାଉଥିଲା। ତେଣୁ ନିଶ୍ଚିତ ଭାବରେ ଏଇଟା ଗୋଟେ ଆଧୁନିକ ନିଷ୍କାସନ ପଦ୍ଧତିରୁ ଆହୁରି ବଢ଼ିଆ ଥିଲା ବୋଲି ସେହି ସମୟରେ କୁହାଯାଏ। ତ ନିଷ୍କାସନ ବ୍ୟବସ୍ଥା ବହୁତ ବଢ଼ିଆ ଥିଲା। ନେକ୍ସଟ ଆମେ ଜାଣିବା ଯେ କୃଷି ବିଷୟରେ। କୃଷି କ'ଣ? ହରପ୍ପା ସଭ୍ୟତାର ଲୋକମାନେ ମୁଖ୍ୟତଃ କୃଷିଜୀବୀ ଥିଲେ। ଠିକ୍ ଅଛି, କୃଷି କାର୍ଯ୍ୟ କରୁଥିଲେ। ପ୍ରତ୍ନତାତ୍ତ୍ୱିକ ଖନନରୁ କୃଷି ସହିତ ସମ୍ପର୍କିତ ବିଭିନ୍ନ ଉପକରଣ ମିଳିଅଛି। କାଲିବଙ୍ଗାନ ଫାଳର ସିଆର ହେଲା ଚିହ୍ନ ଗୁଡ଼ିକ ଏହାର ସ୍ପଷ୍ଟ ରୂପେ ବାରି ହେଇଥାଏ। ଯେ ସିଆର ଚିହ୍ନ ରହିଛି, ଦାର ବ୍ୟବହାର ମଧ୍ୟ ସେମାନେ ଜାଣିଥିଲେ ବୋଲି କୁହାଯାଏ। ଦା ଯେଉଁ ଆମେ କ'ଣ କରୁଛେ ନା ଫସଲ କାଟିବା ପାଇଁ ବ୍ୟବହାର କରୁଛେ, ଯେଉଁ ବଙ୍କେ ହେଇକି ଗୋଟେ ଥାଏ, ତ ସେଇଟାକୁ ସେଠି କ'ଣ କରାଥିଲା ନା ସେହି ସମୟରେ ସେଇଟାକୁ ମଧ୍ୟ ସେମାନେ ଜାଣିଥିଲେ। ଅମଳ ନିମିତ୍ତ ଗୋଲାକାର ଚଟାଣ ବ୍ୟବହୃତ ଥିଲା, ଯାହାର ପ୍ରମାଣ ହରପ୍ପାର ଶସ୍ୟାଗାର ନିକଟରୁ ମିଳିଛି। ହେଲା, ତ ଗୋଟେ ଗୋଲେଇ କରିକି ଗୋଟେ ବାରଣ୍ଡା ଚଟାଣ ଥିଲା, ସେଠି ଶସ୍ୟକୁ ଗଦା ହେଉଥିଲା, ଅମଳ କରାହେଉଥିଲା। ଗହମ କ'ଣ କ'ଣ ଶସ୍ୟ ଜାଣିଥିଲେ ସେମାନେ? ଗହମ, ଧାନ, ଯଅ, ତୁଳା, ରାଶି ଏବଂ ବିଭିନ୍ନ ପନିପରିବା ଉତ୍ପାଦନ ସେମାନେ କରୁଥିଲେ। ଆଉ ବଳକା ଶସ୍ୟ ଗୁଡ଼ିକୁ ଶସ୍ୟାଗାରରେ ମହଜୁଦ ରଖାଥିଲା। ଯେଉଁ ଜିନିଷ ଗୁଡ଼ିକ ବଳି ଯାଉଥିଲା ତାକୁ ନେଇକି ସେ ଶସ୍ୟାଗାରରେ ରଖାହେଉଥିଲା ଭବିଷ୍ୟତ ପାଇଁ। ମୁଖ୍ୟତଃ ବର୍ଷା ଜଳ ଉପରେ ସେମାନେ କୃଷି କାର୍ଯ୍ୟ କରୁଥିଲେ, ନିର୍ଭର କରୁଥିଲା ବର୍ଷା ଜଳ ଉପରେ। ଆଉ ଆବଶ୍ୟକ ସ୍ଥଳରେ ସିନ୍ଧୁ ନଦୀରୁ ପାଣି ମଧ୍ୟ ଜମିରେ ମଡ଼ା ହେଉଥିଲା। ଠିକ୍ ଅଛି, ତ ବର୍ଷା ସମୟରେ ଯେଉଁ ପାଣି ଆସେ ତ ସେଇଥିରେ କ'ଣ ହେଉଥିଲା କୃଷି କାର୍ଯ୍ୟ ହେଉଥିଲା। ନଦୀରୁ ମଧ୍ୟ କିଛି ପାଣି ଆଣିକି କୃଷି କାର୍ଯ୍ୟ କରାଯାଉଥିଲା। ସିନ୍ଧୁ ନଦୀର ବନ୍ୟା ଫଳରେ ପଟୁମାଟି ପଡ଼ି ଜମିଗୁଡ଼ିକ ଉର୍ବର ହେଉଥିଲା ଏବଂ ବେଶୀ ଫସଲ ଆମଦାନୀ ହୋଇପଡ଼ୁଥିଲା। ତ ସମତଳ ଅଞ୍ଚଳରେ ଜନବସତି ଗଢ଼ି ଉଠିବାର ଏଇଟା ସବୁଠୁ ବଡ଼ କାରଣ। ଯେତେବେଳେ ନଦୀ ଥାଏ କୌଣସି ଗୋଟେ ଜାଗାରେ, ସେଠି କ'ଣ ନଦୀରେ ଯେତେବେଳେ ବନ୍ୟା ଆସେ ସେ କ'ଣ କରେ ନା ବହୁତ ଗୁଡ଼ିଏ ପଟୁମାଟି ଆଣିକି ଜମା କରେ। ଆଉ ପଟୁମାଟି ବହୁତ ଉର୍ବର ହୋଇଥାଏ। ତେଣୁ ସେଠି ସେହି ସମୟରେ ତ ଆଉ ଏତେ ସାର ଫାର ତ ଏବେ ସିନା ଆଡ଼ମିସନରେ ଆମେ କ'ଣ କରୁଛେ ନା ସାର ବ୍ୟବହାର କରୁଛେ, କିନ୍ତୁ ସେହି ସମୟରେ ତ ସାର ନଥିବ। ତ ସେମାନେ କ'ଣ କରୁଥିଲେ ନା ଉର୍ବର ମୃତ୍ତିକା ଉପରେ ଡିପେଣ୍ଡ କରୁଥିଲେ। ଠିକ୍ ଅଛି, ତେଣୁ କୃଷି ହିଁ ଥିଲା ହରପ୍ପା ସଭ୍ୟତାର ପ୍ରଧାନ ଅବଲମ୍ବନ ବୋଲି ଆମେ କହିବା। କୃଷି କାର୍ଯ୍ୟକୁ ଅଧିକ ଗୁରୁତ୍ୱ ଦିଆଯାଉଥିଲା। ହରପ୍ପା ସଂସ୍କୃତିର ଅଧିବାସୀମାନେ କୃଷି ଉପରେ ନିର୍ଭରଶୀଳ ଥିଲେ। ସେମାନେ କାଠ ବା ତମ୍ବା ନିର୍ମିତ ଲଙ୍ଗଳକୁ ବ୍ୟବହାର କରୁଥିଲେ। ତ କାଠ କିମ୍ବା ତମ୍ବା ନିର୍ମିତ ଲଙ୍ଗଳ ବ୍ୟବହାର କରୁଥିଲା। ଗୋଟିଏ ଜମିରୁ ଏକାଥରକେ ଦୁଇ ପ୍ରକାର ଶସ୍ୟ ଉତ୍ପାଦନ କରିବାର ସେମାନେ ଥିଲେ ସିଦ୍ଧହସ୍ତ। ତ ଗୋଟେ ଥରକରେ ଗୋଟେ ଜମିରୁ ଦୁଇ ପ୍ରକାର ଶସ୍ୟ ସେମାନେ କ'ଣ କରୁଛନ୍ତି ନା ଉତ୍ପାଦନ କରୁଥିଲେ। ଏହାର ଉଦାହରଣ ରାଜସ୍ଥାନ ଆଉ ହରିୟାଣା ନାମକ ଯେଉଁ ଆମ ରାଜ୍ୟ ରହିଛି, ରାଜସ୍ଥାନ ହରିୟାଣା, ତ ସେଇ ଜାଗାରୁ କ'ଣ କରାଯାଇଛି ନା ଆମର ଆର ପ୍ରମାଣ ମିଳୁଛି। ଶସ୍ୟଗୁଡ଼ିକ ସାଇତି ରଖିବା ପାଇଁ କ'ଣ କରିଥିଲା ଶସ୍ୟାଗାର ରହିଥିଲା, ଯେଉଁଟା ଆମେ ଦେଖି ସାରିଲାଣି ଅଲରେଡ଼ି। ହେଲା, ଆଉ ବୃହତ ଶସ୍ୟାଗାରରେ ସେଗୁଡ଼ିକର ପ୍ରମୁଖ ସ୍ଥାନ ରହିଛି। ସେ ଭିତରେ ବାଲି, ଗହମ, ଖଜୁରୀ ଏହିସବୁ ଜିନିଷ ଗୁଡ଼ିକ କ'ଣ ଥିଲା ନା ସିନ୍ଧୁ ସଭ୍ୟତାର ପ୍ରଧାନ ଖାଦ୍ୟ ରୂପେ ପରିଚିତ। ଠିକ୍ ଅଛି, ହରିୟାଣା ଗୁଜରାଟରୁ ସେମାନେ ଧାନ ଚାଷ କରୁଥିବାର ମଧ୍ୟ ପ୍ରମାଣ ମିଳିଥାଏ। ହେଲା, ଭାତ ସେମାନଙ୍କର ମଧ୍ୟ ମୁଖ୍ୟ ଖାଦ୍ୟ ଥିଲା। ତା ସହିତ ଧାନ ବ୍ୟତୀତ ସେମାନେ କପା ମଧ୍ୟ ଚାଷ କରୁଥିଲେ। ସେମାନଙ୍କର ଖାଦ୍ୟ ସବୁକୁ ତର୍ଜମା କଲେ ଜଣାଯାଏ ମଟର, ବିନ୍ସ, ହେଲା, ଶିମ୍ବ, ଛୁଇଁ ଏହିସବୁ ପନିପରିବା ବିଷୟରେ ମଧ୍ୟ ସେମାନେ ଜାଣିଥିଲେ ଆଉ ଚାଷ କରୁଥିଲେ। ଠିକ୍ ଅଛି, ନେକ୍ସଟ ଜାଣିବା ଗୃହପାଳିତ ପଶୁମାନଙ୍କ ବିଷୟରେ। ଏପର୍ଯ୍ୟନ୍ତ ଯଦି ଭିଡ଼ିଓଟି ଭଲ ଲାଗୁଛି ନିଶ୍ଚିତ ଭାବରେ ଭିଡ଼ିଓକୁ ଲାଇକ୍ କରିବା। ଠିକ୍ ଅଛି, ସାଙ୍ଗମାନଙ୍କୁ ସେୟାର କରିବା ଆଉ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବା। ଠିକ୍ ଅଛି, ଆଗକୁ ବଢ଼ିଆ। ଗୃହପାଳିତ ପଶୁମାନଙ୍କ ବିଷୟରେ କେତେ ଜାଣିଥିଲେ ତାକୁ ଜାଣିବା। ହରପ୍ପା ସଭ୍ୟତାର ଅଧିବାସୀମାନେ ବିଭିନ୍ନ ପ୍ରକାରର ପଶୁପାଳନ କରୁଥିଲେ। ସେମାନେ କ'ଣ କ'ଣ ପଶୁପାଳନ କରୁଥିଲେ ଇମ୍ପୋର୍ଟାଣ୍ଟ? ଗୋରୁ, ମଇଁଷି, ମେଣ୍ଢା, ହାତୀ ଥିଲା ଇମ୍ପୋର୍ଟାଣ୍ଟ ମନେ ରଖିବ, ଘୁଷୁରୀ, ଓଟ ଏହିସବୁ ଜିନିଷକୁ କ'ଣ କରୁଥିଲେ ପାଳନ କରୁଥିଲେ। କୁକୁର ଆଉ ବିଲେଇଙ୍କୁ ମଧ୍ୟ ଘରେ ପୋଷା ଭାବରେ ପାଳନ କରାଯାଉଥିଲା। କୁକୁରଙ୍କୁ ମଧ୍ୟ କ'ଣ କରାଯାଇଛି ପାଳନ କରାଯାଇଛି। ଏଇଟା ଇମ୍ପୋର୍ଟାଣ୍ଟ ମନେ ରଖିବ, କାହିଁକିନା ବହିରେ କେତେ ଜାଗାରେ ଦେଇଛି କୁକୁରର ବ୍ୟବହାର ସେମାନେ ଜାଣିନଥିଲେ, କିନ୍ତୁ କୁକୁରକୁ ସେମାନେ ପାଳନ କରିଛନ୍ତି। ବିଲେଇ ମଧ୍ୟ ପାଳନ କରାଯାଉଥିଲା। କିନ୍ତୁ ସବୁଠୁ ଆଶ୍ଚର୍ଯ୍ୟଜନକ କଥା ସେମାନେ ଘୋଡ଼ାର ବ୍ୟବହାର ଜାଣିନଥିଲେ। ଠିକ୍ ଅଛି, ଘୋଡ଼ାର ବ୍ୟବହାର ସେମାନେ ସେ ପର୍ଯ୍ୟନ୍ତ ଜାଣିନଥିଲେ। ଠିକ୍ ଅଛି, ଆଉ ସହିତ କ'ଣ ମୋହରଗଡ଼ିରୁ ସେମାନେ ବାଘ, ଭାଲୁ, ଗଣ୍ଡା ଆଦି ପଶୁ ଏବଂ ଶିଶୁମାନଙ୍କ ପାଇଁ ଉଦ୍ଦିଷ୍ଟ ମାଟି ଖେଳନାରୁ ସେମାନେ ମାଙ୍କଡ଼, ମୂଷା, ଠେକୁଆ, ନେଉଳ, ବିଲେଇ, ମୟୂର ଏହିସବୁ ଜନ୍ତୁକୁ ଜାଣିଥିବାର ପ୍ରମାଣ ମିଳେ। ହେଲା, ମୋହର ଲେଖା ହେଇଛି। ମୋହର ମାନେ ହେଉଛି କ'ଣ ବୋଲେ ସିଲ୍ ଯେମିତି ତମର କ'ଣ ରହିଛି, ଯେଉଁ ଆମେ କହୁଛେ ଷ୍ଟାମ୍ପ କହୁଛେ, ଆଜିକା ଷ୍ଟାମ୍ପ କହୁଛେ, ସାଧାରଣତଃ କୌଣସି ଗୋଟେ ସିଗ୍ନେଚର କଲା ପରେ ତା ତଳେ ଗୋଟେ ଷ୍ଟାମ୍ପ ମାରାଯାଏ, ସେଟାକୁ ସିଲ୍ ବୋଲି କୁହାଯାଏ। ତ ସେହି ସମୟରେ କୌଣସି ଗୋଟେ ଜିନିଷର ସେଟା ଠିକ୍ କି ନୁହେଁ ସେଟା କାହାର ଜାଣିବା ପାଇଁ ସିଲ୍କୁ ବ୍ୟବହାର କରାଯାଉଥିଲା। ତେଣୁ ସେଇ ସିଲ୍ ଗୁଡ଼ିକରୁ ବାଘ, ଭାଲୁ, ଗଣ୍ଡା ଏହିସବୁ ଜିନିଷର ସିଲ୍ର ଫଟୋ ମଧ୍ୟ ମୁଁ ଦେଖେଇବି। ତ ସେହିସବୁ ଜିନିଷର ପ୍ରମାଣ ମିଳେ। ସେମିତି ଖେଳନା, ଯଦି ପିଲାମାନଙ୍କର ଖେଳନା ମଧ୍ୟ କିଛି ଆବିଷ୍କାର ହେଇଛି, ସେଥିରୁ ମାଙ୍କଡ଼, ମୂଷା, ଠେକୁଆ, ନେଉଳ, ବିଲେଇ, ମୟୂର ଏହିସବୁ ଜିନିଷର ପ୍ରମାଣ ମିଳିଛି।
କୃଷି ସହିତ ପଶୁପାଳନ ମଧ୍ୟ ଥିଲା ହରପ୍ପା ସଭ୍ୟତାର ଗୋଟେ ଅର୍ଥନୈତିକ ଅବସ୍ଥାକୁ ସଚଳ କରିଥିଲା। ସେମାନେ ବଳଦ, ମଇଁଷି, ଓଟ ଆଦି ପଶୁଙ୍କୁ କୃଷି କାର୍ଯ୍ୟରେ ବ୍ୟବହାର କରୁଥିଲେ। ଶସ୍ୟ ଉତ୍ପାଦନ ଆଉ ବୋହିବା କ୍ଷେତ୍ରରେ ସେମାନଙ୍କୁ ମଧ୍ୟ ବ୍ୟବହାର କରାଯାଉଥିଲା। ହରିଣ, ଘୁଷୁରୀ, ଛେଳି ଆଦିଙ୍କୁ ଖାଦ୍ୟ ରୂପରେ ମଧ୍ୟ ବ୍ୟବହାର କରାଯାଉଥିଲା। ବିଭିନ୍ନ ପ୍ରକାର ପକ୍ଷୀ ମଧ୍ୟ ଶିକାର କରାଯାଉଥିଲା ଆଉ ମାଛ ମଧ୍ୟ ଧରୁଥିଲେ। ତ ଏମିତି ବିଭିନ୍ନ ପ୍ରକାର ପଶୁମାନଙ୍କ ବିଷୟରେ ସେମାନଙ୍କର ନଲେଜ ଥିଲା। ଠିକ ଅଛି। ନେକ୍ସଟ ହେଉଛି ପ୍ରଯୁକ୍ତି ଆଉ କାରିଗରୀ। ହରପ୍ପା ସଭ୍ୟତାର ଶିଳ୍ପ ଚାତୁରୀ ଥିଲା ଅନନ୍ୟ। ଠିକ ଅଛି। ଏଠାରେ ଅଧିବାସୀମାନେ ବିଭିନ୍ନ ଦ୍ରବ୍ୟ ପ୍ରସ୍ତୁତିରେ ନିମଜ୍ଜିତ ଥିଲେ। ସେମାନଙ୍କ ସୃଷ୍ଟିର ପ୍ରତିଟି କ୍ଷେତ୍ରରେ କଳା ନୈପୁଣ୍ୟ ପ୍ରସ୍ଫୁଟିତ ହୋଇଥିଲା। ଠିକ ଅଛି। ମୃତ୍ତତି ନିର୍ମାଣ କହିଲେ କ'ଣ? ସାଧାରଣତଃ ମାଟି ପାତ୍ର, ଯେମିତିକି ଏଇଠି ଦେଖ, ଏଇଟା ହେଉଛି ମାଟି ପାତ୍ର ଗୁଡ଼ା। ଠିକ ଅଛି। ବୟନ, ଧାତୁ କାମ ଆଉ ଅନ୍ୟାନ୍ୟ କ୍ଷେତ୍ରରେ ମଧ୍ୟ ସେମାନେ ଅନବଦ୍ୟ ଥିଲେ। ବୟନ କହିଲେ ସାଧାରଣତଃ ଲୁଗା ବୁଣିବା କଥା କହେ। ଧାତୁ କାମ, ଧାତୁରେ ବିଭିନ୍ନ ପ୍ରକାର ଜିନିଷ ତିଆରି କରାଯାଉଥିଲା। ଅନ୍ୟାନ୍ୟ କାର୍ଯ୍ୟ ମଧ୍ୟ ସେମାନେ କରୁଥିଲେ, ସେଗୁଡ଼ିକ ଦେଖିବା ଗୋଟେ ଗୋଟେ। ପ୍ରଥମେ ହେଉଛି ମୃତ୍ ପାତ୍ର। ହରପ୍ପା ସଭ୍ୟତାର ପ୍ରଧାନ ଶିଳ୍ପ ଥିଲା ମୃତ୍ ପାତ୍ର, ମାଟିରେ ତିଆରି ପାତ୍ର। ଚକ୍ର ବ୍ୟବହାର ଦ୍ୱାରା ସେମାନେ ମାଟିରେ ବହୁ ସୁନ୍ଦର ପାତ୍ରମାନ ନିର୍ମାଣ କରିଥିଲେ। ଚକ୍ର ବ୍ୟବହାର ସେମାନେ ଜାଣିଥିଲେ। ଯେଉଁ ମାଟିରେ ପାତ୍ର ତିଆରି କଲାବେଳେ ଯେଉଁ ଚକ ଆମର ବୁଲାଯାଏ, ତାପରେ ମାଟି ରଖିକି କରାଯାଏ, ସେଇଟାର ବ୍ୟବହାର ସେମାନେ ଜାଣିଥିଲେ। ଯାହାଫଳରେ ଏମିତି ବିଭିନ୍ନ ପ୍ରକାର କ'ଣ କରିଥିଲେ? ମାଟି ପାତ୍ର ଗୁଡ଼ିକ ଯେଉଁଟା તમે ଦେଖିପାରୁଛ ଚିତ୍ରରେ, ଆକୁ ସେମାନେ ତିଆରି କରିପାରିଥିଲେ। କ'ଣ ତିଆରି କରିଥିଲେ? ହାଣ୍ଡି, ପାନପତ୍ର, ପ୍ଲେଟ୍, ସୁରେଇ, ଥାଳି, ଛିଦ୍ରଯୁକ୍ତ ଜାର୍, ପ୍ୟାଲା, କୁମ୍ଭ ଆଦି ମୃତ୍ ପାତ୍ର ସେମାନେ ନିର୍ମାଣ କରିବାରେ ସିଦ୍ଧହସ୍ତ ଥିଲେ। ଅଧିକାଂଶ ସ୍ଥଳରେ ଏହି ମୃତ୍ ପାତ୍ର ଗୁଡ଼ିକ ଥିଲା ଚିତ୍ରିତ, ମାନେ ଚିତ୍ର କରାଯାଉଥିଲା। ଏହି ମୃତ୍ ପାତ୍ର ତମେ ଦେଖିପାରୁଥିବ ଏଠି। ଠିକ ଅଛି। ମୃତ୍ ପାତ୍ରରେ କ'ଣ ହେଇଛି ନା ବିଭିନ୍ନ ପ୍ରକାର ଚିତ୍ର କରାଯାଇଛି। ଠିକ ଅଛି। ଏଠି ମଧ୍ୟ ଅଛି। ମହେଞ୍ଜୋଦାର ଏବଂ ହରପ୍ପାରେ ପୁରାତନ ଶୈଳୀରେ ନିର୍ମିତ ମୃତ୍ପାତ୍ର ମିଳିଥିବା ସ୍ଥଳେ ଲୋଥାଲ ହେଉଛି ଆଧୁନିକ ମୃତ୍ପାତ୍ରର ଜ୍ୱଳନ୍ତ ଉଦାହରଣ। ଲୋଥାଲରେ ଆଧୁନିକ ମୃତ୍ପାତ୍ର ଦେଖାଯାଇଛି। ହରପ୍ପା ମୃତ୍ପାତ୍ର ବହୁ ଚିକ୍କଣ ଏବଂ ମସୃଣ ଥିଲା, ମାନେ ବହୁତ ପଲିଷ୍ଟ ଥିଲା। ଏହା ମେସୋପଟାମିଆ ସଭ୍ୟତାର ତେଲ ଅସମରୁ ମିଳିଥିବା ପାତ୍ର ସହିତ ସାଦୃଶ୍ୟ ହେଉଥିଲା। ତ ମେସୋପଟାମିଆରେ ଯେଉଁଭଳିଆ ପାତ୍ର ଦେଖାଉଥିଲା, ତ ସେଠି ମଧ୍ୟ ସେମିତି ଦେଖାଉଥିଲା। ଅବଶ୍ୟ ହେଇଥିବ ଯେ ମାନେ କେହି କାହାଠୁ ନିଶ୍ଚିତ ଭାବରେ ଶିଖିଥିବେ। ଯଦି କେହି ଜଣେ ମନେକର ସେଇ ଜାଗାରୁ କେହି ଜଣେ ଶିଖିକି ଆସିଥିବ, ସେ ନିଶ୍ଚିତ ଭାବରେ ଏଠି କରିଥିବ, କିମ୍ବା ଏଇ ଜାଗାରୁ ଶିଖି ଯାଇ ସେଠି ମଧ୍ୟ ହେଇପାରେ, ଏମିତି ମଧ୍ୟ ହେଇଥାଇପାରେ। ଠିକ ଅଛି। ହରପ୍ପା ସଭ୍ୟତାର ମୃତ୍ ପାତ୍ର ମଧ୍ୟରେ ସିଲିଣ୍ଡର ଆକୃତିର ଛିଦ୍ରାଳ ପାତ୍ର, ଏଇଟା ଯୋଉଠି ତମେ ଦେଖିଛ, କଣା ରହିଛି ଏଠି ବିଭିନ୍ନ ପ୍ରକାରର ହେଲା। ଏହା ସାଧାରଣତଃ ବହି ନୁହଁରେ ଦହିରୁ। ଠିକ ଅଛି। ଦହିରୁ କ'ଣ ହେଲା ନା ଲହୁଣୀ ଛାଣିବା ପାଇଁ ଏଟାକୁ ଉଦ୍ଦିଷ୍ଟ କରାଥିଲା। ଏମିତି ଠିକ ଅଛି। ଗୋଟେ ପାତ୍ର ରହିଛି ଗ୍ଲାସ ଭଳିଆ ବଡ଼ଟେ, ଆଉ ଏଥିରେ କ'ଣ ଅଛି? ବିଭିନ୍ନ ପ୍ରକାର କଣା ରହିଛି। ଠିକ ଅଛି। ଇଏ ଥିଲା ମୃତ୍ ପାତ୍ର। ନେକ୍ସଟ ହେଉଛି ବୟନ ଶିଳ୍ପ। ବୟନ ଶିଳ୍ପ କହିଲେ ସାଧାରଣତଃ ଲୁଗା କଥା କୁହାଯାଉଛି। ହରପ୍ପା ଅଧିବାସୀ ମାନେ ଥିଲେ ବିଖ୍ୟାତ ବୁଣାକାର। ସିନ୍ଧୁ ସଭ୍ୟତାର କାର୍ପାସ ଓ ତୁଳା ବହୁ ପରିମାଣରେ ଉତ୍ପାଦନ କରାଯାଉଥିଲା। ହେଲା, ତୁଳା ଆଉ କାର୍ପାସକୁ ଉତ୍ପାଦନ କରାଯାଉଥିଲା, ଯେଉଁଥିରେ ସେମାନେ କ'ଣ କରୁଥିଲେ ନା ପଶମ ବସ୍ତ୍ର ବୟନ କରିବାରେ ମଧ୍ୟ ସେମାନେ ସିଦ୍ଧହସ୍ତ ଥିଲେ। ଅନ୍ତଃବାସ, ବହିବାସ ବୟନ କରିବାରେ କୌଶଳ ସେମାନଙ୍କ ସଠିକ ରୂପେ ଆୟତ୍ତ କରିଥିଲେ। ବ୍ରୋଞ୍ଜ, ହାଡ଼ ଏବଂ ଛୁଞ୍ଚିର ଆବିଷ୍କାର ସେମାନେ ବସ୍ତ୍ର ବୟନ କରୁଥିବାର ପ୍ରମାଣ ଦେଇପାରେ। ହେଲା, ବ୍ରୋଞ୍ଜ, ହାଡ଼ ଏବଂ ଛୁଞ୍ଚି ଏଗୁଡ଼ିକ ଥିଲା, ଯାହାଫଳରେ ସେମାନେ ଲୁଗା ବୁଣିଥିଲେ। ତ ଲୁଗା ତ ନଥିଲା, ତ ଲୁଗା ଥିଲା ବୋଲି କେମିତି ଜାଣୁଥିଲେ? ଦେଖ, ଏଇ ଚିତ୍ରଟିକୁ ଦେଖିବ। ଏଇ ଚିତ୍ରରେ ଇଏ ଗୋଟେ କ'ଣ କରିଛି ନା ଗୋଟେ ଶାଲ ଘୋଡ଼ି ହେଉଥିବାର ଦେଖାଯାଉଛି। ଆଉ ଏଇ ଶାଲଟା ବହୁତ ଚିତ୍ରିତ ହୋଇଛି, ଦେଖିପାରୁଥିବ। ଠିକ ଅଛି। ତ ନିଶ୍ଚିତ ଭାବରେ ଏଇଥିରୁ ଜଣାପଡ଼େ ଯେ ଏମାନେ କ'ଣ ନା ଲୁଗା ବୁଣିବା ଜାଣିଥିଲେ ଆଉ ସେଥିରେ କାରୁକାର୍ଯ୍ୟ ମଧ୍ୟ କରିବା ଜାଣିଥିଲେ। ଠିକ ଅଛି। ବିଭିନ୍ନ ମୂର୍ତ୍ତିରେ ପ୍ରତିଫଳିତ ବସ୍ତ୍ର ବିନ୍ୟାସ ଯେମିତି ଏଇଥିରେ ଅଛି ହେଲା, ଆଉ ମୋହର ଗୁଡ଼ିକରୁ ମିଳିଥିବା ଚିତ୍ରରେ ପରିଧାନ ପରିପାଟି ସିନ୍ଧୁ ସଭ୍ୟତାର ଅଧିବାସୀମାନେ ବୟନ କାର୍ଯ୍ୟରେ ନିପୁଣ ଥିବାର ସୂଚନା ଦେଇଥାଏ। ତ ଏଇ ମୂର୍ତ୍ତି ଗୁଡ଼ିକରୁ ଆମେ ଦେଖିକି ଜାଣୁଛେ ଯେ ଏମାନେ କ'ଣ କରୁଥିଲେ? ଲୁଗା ପରିଧାନ କରୁଥିଲେ। ଆଉ ଏଗୁଡ଼ିକ ସେମାନେ କ'ଣ କରୁଥିଲେ? ନିଜେ ବୁଣିବାର ଯେହେତୁ ପରିଧାନ କରୁଥିଲେ, ସେଗୁଡ଼ିକ ସେମାନେ ବୁଣିବା ମଧ୍ୟ ଜାଣିଥିବା ନିହାତି ଆବଶ୍ୟକ ଥିବ ବୋଲି ଆମେ ଅନୁମାନ କରୁଛେ। ଠିକ ଅଛି। ଗଲା। ନେକ୍ସଟ କ'ଣ ଥିଲା? ନେକ୍ସଟ ହେଉଛି ଧାତବ ବସ୍ତୁ ନିର୍ମାଣ। ଧାତୁର ବ୍ୟବହାର ସେମାନେ ଜାଣିଥିଲେ। ଧାତୁରୁ ବିଭିନ୍ନ ପ୍ରକାର ଜିନିଷ ମଧ୍ୟ ତିଆରି କରାଯାଉଥିଲା। ହେଲା, ଧାତବ ପଦାର୍ଥ ନିର୍ମାଣ କୌଶଳକୁ ମଧ୍ୟ ଆୟତ୍ତ କରିଥିଲେ। ଧାତୁ ବିଦ୍ୟା ସହିତ ସେମାନେ ଥିଲେ ସୁପରିଚିତ। ସ୍ୱର୍ଣ୍ଣ, ରୌପ୍ୟ, ତାମ୍ର, ଟିଣ ଆଉ ଦସ୍ତା, ସୁନା, ରୂପା, ହେଲା, ତମ୍ବା, ଟିଣ, ଦସ୍ତା, ଏଭଳି ବିଭିନ୍ନ ପ୍ରକାର ଧାତୁରେ ବିଭିନ୍ନ ପ୍ରକାର ପଦାର୍ଥ ନିର୍ମାଣ କରାଥିଲା। ସେଥିମଧ୍ୟରୁ ଥାଳି, ଫୁଲଦାନୀ, ପ୍ୟାଲା, କୁମ୍ଭ, ଜାର୍, ଆଧାର, ଛୁଞ୍ଚି, ସିନ୍ଦୁର ପିନ୍ଧିବାର ଯେଉଁ ଦଣ୍ଡଟା ରହୁଛି ସେଇଟା, ହେଲା, ପ୍ରସାଧନ ସାମଗ୍ରୀ ରଖିବା ପାତ୍ର, ଏସବୁ ବିଭିନ୍ନ ପ୍ରକାର ଜିନିଷ କ'ଣ କରାଯାଉଥିଲା? ତିଆରି କରାଯାଉଥିଲା। ଯେମିତି ଏଇଠି ଗୋଟେ ମୂର୍ତ୍ତି ଦେଖୁଛ ତମେ। ଠିକ ଅଛି। ଏଇଟା କୁହାଯାଏ ଡ୍ୟାନ୍ସିଂ ଗାର୍ଲ। ଠିକ ଅଛି। କ'ଣ କୁହାଯାଏ? ଡ୍ୟାନ୍ସିଂ ଗାର୍ଲ ବୋଲି କୁହାଯାଏ। ଏହା ବ୍ୟତୀତ ବ୍ରୋଞ୍ଜର ବିଭିନ୍ନ ମୂର୍ତ୍ତି ସେମାନେ ନିର୍ମାଣ କରିଥିଲେ। ହରପ୍ପା ସଭ୍ୟତାର ବିଭିନ୍ନ ସ୍ଥାନରୁ ଭୂଖନନ ଫଳରେ ଧାତୁ ମିଶ୍ରଣ କରିବାର ଚୁଲାର ମଧ୍ୟ ସନ୍ଧାନ ମିଳିଛି। ଯେଉଁଠି ଧାତୁ ତିଆରି ହେଉଛି ସେଇ ଚୁଲିର ମଧ୍ୟ ସନ୍ଧାନ ମିଳିଛି।
ଧାତୁକୁ ତରଳାଇ ତାକୁ ବିଭିନ୍ନ ଆକୃତିର ପ୍ରଦାନ କରି ନିତ୍ୟ ବ୍ୟବହାର୍ଯ୍ୟ ବସ୍ତୁ ତଥା ଅନ୍ୟାନ୍ୟ ଉପକରଣ ନିର୍ମାଣ କରାଯିବା ପାଇଁ ସିନ୍ଧୁ ସଭ୍ୟତାର କାରିଗରମାନେ ସକ୍ଷମ ଥିଲେ ବୋଲି ସ୍ପଷ୍ଟ ଜଣାପଡ଼େ। ଠିକ୍ ଅଛି, ସିନ୍ଧୁ ସଭ୍ୟତାର ଅଧିବାସୀମାନେ ଲୁହାର ବ୍ୟବହାର ଜାଣିନଥିଲେ। ଠିକ୍ ଅଛି, ଲୁହାର ବ୍ୟବହାର ସେମାନେ ଜାଣିନଥିଲେ। ଠିକ୍ ଅଛି, କିନ୍ତୁ ଏଇ ମୂର୍ତ୍ତି ଗୁଡ଼ିକରୁ ଆମକୁ ପ୍ରମାଣ ମିଳେ ଯେ ସେମାନେ କ'ଣ ନା ଜାଣିଥିଲେ କ'ଣ ଧାତୁର ବ୍ୟବହାର। ଏଇ ଯେଉଁ ମୂର୍ତ୍ତିଟା ତମେ ଦେଖିପାରୁଛ, এই ମୂର୍ତ୍ତିଟା ସମ୍ପୂର୍ଣ୍ଣ ଧାତୁରୁ ତିଆରି ହେଇଛି। ଆକୁ ଡ୍ୟାନ୍ସିଂ ଗାର୍ଲ ବୋଲି କୁହାଯାଏ। କ'ଣ କୁହାଯାଏ? ଡ୍ୟାନ୍ସିଂ ଗାର୍ଲ। ନେକ୍ସଟ, ପ୍ରସ୍ତର ଏବଂ ହାତୀ ଦାନ୍ତର କାର୍ଯ୍ୟ। ପଥରରୁ ମଧ୍ୟ ବିଭିନ୍ନ ଜିନିଷ ତିଆରି କରୁଥିଲେ। ବହୁ ମୂଲ୍ୟବାନ ପ୍ରସ୍ତର ସହିତ ପରିଚିତ ଥିଲା ହରପ୍ପା ସଂସ୍କୃତି ଅଧିବାସୀମାନେ। ସେଗୁଡ଼ିକ ମଧ୍ୟରୁ ଇସତ ସ୍ୱଚ୍ଛ ପଥର, ଯେଉଁଟାକୁ ଏଜେଡ୍ ବୋଲି କୁହାଯାଏ, ନାଲି ରଙ୍ଗର ପଥର ହେଲା, ଧୂସର ଚୂର୍ଣ୍ଣ ପଥର ଷ୍ଟିଟାଇଟ୍ ହେଲା, ଏମିତି ବିଭିନ୍ନ ପ୍ରକାରର ପଥର ସେମାନେ ସେ ବିଷୟରେ ଜାଣିଥିଲେ। ନୀଳ ନୀଳ ସବୁଜ ଲୋହିତ ପଥର ଆଦି ଅନ୍ୟତମ ହେଲା। ଚନ୍ହୋଦାର ଠାରୁ ମିଳିଥିବା ଏକ ନିର୍ମାଣଶାଳାରୁ ଏହାର କ'ଣ ମିଳିଥାଏ? ସୂଚନା ମିଳିଥାଏ। ଠିକ୍ ଅଛି, ସେଠାରୁ ମହେଞ୍ଜୋଦାର ତଥା ଲୋଥାଲରୁ ବିଭିନ୍ନ ପ୍ରକାର ପ୍ରସ୍ତରର ମାଳି ମିଳିଛି। ଯେମିତି ଚିତ୍ରରେ ଦେଖିପାରୁଥିବ, ପଥରରେ ତିଆରି ମାଳି ଗୁଡ଼ିକ ଯାହା ହାର ନିର୍ମାଣରେ ବ୍ୟବହାର ହେଉଥିଲା। ଏହା ବ୍ୟତୀତ ଛୋଟ ବଡ଼ ଘନାକାର ପ୍ରସ୍ତର ଖଣ୍ଡମାନ ବିଭିନ୍ନ ମାପ, ଯେଉଁଟାକୁ ଆଜିକା ଯୁଗରେ ଆମେ ବଟକରା କହୁଛେ। ଆଜିକା ଯୁଗରେ ବଟକରା ଆମେ ସାଧାରଣତଃ ଲୁହାର ବ୍ୟବହାର କରୁଛେ, କିନ୍ତୁ ସେତେବେଳେ କ'ଣ ଥିଲା ନା ପଥରର ସେମାନେ ବ୍ୟବହାର କରୁଥିଲେ। ଓଜନ କାର୍ଯ୍ୟରେ ବିନିଯୋଗ କରାଯାଉଥିବାର ଅନୁମାନ କରାଯାଏ। ହାତୀ ଦାନ୍ତର ପାନିଆ ହେଲା, କର୍ଣ୍ଣଫୁଲ ଅଳଙ୍କାର ମଧ୍ୟ ସେମାନେ ବ୍ୟବହାର କରୁଥିଲେ। ତ ବିଭିନ୍ନ ପ୍ରକାର ଅଳଙ୍କାରକୁ ଏଠି ପଥର ଆଉ ହାତୀ ଦାନ୍ତରେ ତିଆରି କରାଯାଉଥିଲା। ଠିକ୍ ଅଛି, ନେକ୍ସଟ କ'ଣ ଅଳଙ୍କାର କଥା ଯଦି କହୁଛେ, ହରପ୍ପା ଶିଳ୍ପର ଅନ୍ୟତମ ନିର୍ଦ୍ଦେଶନ ଥିଲା ଅଳଙ୍କାର ନିର୍ମାଣ। ଅଳଙ୍କାର ନିର୍ମାଣ କ୍ଷେତ୍ରରେ ହରପ୍ପା ସଭ୍ୟତାର ଶିଳ୍ପୀମାନେ ବିଶେଷ ନିପୁଣ ଥିଲେ। ଉଭୟ ସ୍ତ୍ରୀ ଏବଂ ପୁରୁଷ, ମନେ ରଖିବା ଦରକାର, ଉଭୟ ସ୍ତ୍ରୀ ପୁରୁଷ ଉଭୟ ଅଳଙ୍କାର ପିନ୍ଧୁଥିଲେ। ଧନୀ ଆଉ ଦରିଦ୍ର ସମସ୍ତେ ଥିଲେ ଅଳଙ୍କାର ପ୍ରିୟ। ହାର, ବାଜୁବନ୍ଧ, କୁଣ୍ଡଳ, ମେଖଳା, ମୁଦ୍ରିକା ଆଦି ଅଳଙ୍କାର ଉଭୟ ପୁରୁଷ ଆଉ ନାରୀ ପିନ୍ଧୁଥିଲେ। ସେମିତି ବାଜୁ, କାନଫୁଲ ଏବଂ ନାକଫୁଲ ଆଦି ଅଳଙ୍କାର କେବଳ ନାରୀମାନଙ୍କ ପାଇଁ ଉଦ୍ଦିଷ୍ଟ ଥିଲା। ହାତୀଦାନ୍ତ, ସିଙ୍ଗର ପାନିଆ, ମୁଣ୍ଡକଣ୍ଟା ତଥା ବ୍ରୋଞ୍ଜ ଆଦି ଧାତୁରେ ମଧ୍ୟ ବିଭିନ୍ନ ଅଳଙ୍କାର ନିର୍ମିତ ହେଉଥିଲା। ସାଧାରଣ ଲୋକମାନଙ୍କ ପାଇଁ ଅସ୍ଥି, ସିଙ୍ଗ ଆଉ ତାମ୍ର ଏବଂ ମୃତ୍ତିକାରେ ଅଳଙ୍କାର ମଧ୍ୟ ନିର୍ମାଣ କରୁଥିଲା। ବିଭିନ୍ନ ସ୍ଥାନରେ ଆବିଷ୍କୃତ ମୂର୍ତ୍ତିମାନଙ୍କ ଅନୁଧ୍ୟାନ କଲେ ଆମେ ଜାଣିପାରୁଛେ ଯେ ଅଳଙ୍କାର ସମ୍ପର୍କରେ ଆମକୁ ଧାରଣା ମିଳିଥାଏ। ତ ବିଭିନ୍ନ ପ୍ରକାର ମୂର୍ତ୍ତି ଗୁଡ଼ିକ ଦେଖିଲେ, ଯେମିତି ସେଇ ଫଟୋଟା ଦେଖିଥିଲେ ଆମେ, ସେଇ ଫଟୋରେ ଯଦି ଆମେ ଦେଖିବା, ଏଇ ଫଟୋରେ ଦେଖ, এই ଫଟୋରେ କ'ଣ ହେଇଛି ନା, ଇଏ ଦେଖ ମୁଣ୍ଡରେ ଗୋଟେ କ'ଣ କରିଛି ଅଳଙ୍କାର ଏଠି ଗୋଟେ ପିନ୍ଧିଛି। ଠିକ୍ ଅଛି, ତ ଏଇଥିରୁ ମଧ୍ୟ ଜଣାପଡ଼େ ହାତରେ ମଧ୍ୟ ଏଠି ଗୋଟେ ଅଳଙ୍କାରଟେ ପିନ୍ଧିଛି। ଠିକ୍ ଅଛି, ତ ଏଇଥିରୁ ଜଣାପଡ଼େ ଯେ ଏମାନେ କ'ଣ କରୁଥିଲେ ନା ଉଭୟ ପୁରୁଷ ଆଉ ନାରୀ କ'ଣ କରୁଥିଲେ, ଅଳଙ୍କାର ପ୍ରିୟ ରହିଥିଲେ। ଠିକ୍ ଅଛି, ନେକ୍ସଟ ଦେଖିବା। ନେକ୍ସଟ ହେଉଛି ଯୁଦ୍ଧ ଏବଂ ଆତ୍ମରକ୍ଷା ସରଞ୍ଜାମ। ଶତ୍ରୁମାନଙ୍କ ସହିତ ସଂଘର୍ଷ, ଆତ୍ମରକ୍ଷା ତଥା ଶିକାର କରିବା ପାଇଁ ହରପ୍ପା ସଭ୍ୟତାର ଅଧିବାସୀମାନେ ବିଭିନ୍ନ ପ୍ରକାର ସରଞ୍ଜାମର ପ୍ରସ୍ତୁତ କରୁଥିଲେ। ସେମାନେ ବଛା, କୁରାଢ଼ୀ, ଧନୁଶର ଯୁଦ୍ଧ ତଥା ଶିକାର ପାଇଁ ନିର୍ମାଣ କରୁଥିଲେ। ଖଣ୍ଡା, ସାଞ୍ଜି, ଢାଲ ଏବଂ ଶିରପାଣ ଆଦି ସରଞ୍ଜାମ ସେମାନେ ଆତ୍ମରକ୍ଷା ପାଇଁ ନିର୍ମାଣ କରୁଥିଲେ। ଶତ୍ରୁମାନଙ୍କ କବଳରୁ ହରପ୍ପା ସଭ୍ୟତାର ଅଧିବାସୀମାନେ ନିଜକୁ ରକ୍ଷା କରିବା ପାଇଁ ଦୁର୍ଗ ଏବଂ ପ୍ରାଚୀର ନିର୍ମାଣ କରିଥିଲେ। ଯୁଦ୍ଧ ଏବଂ ଆତ୍ମରକ୍ଷା ପାଇଁ ସରଞ୍ଜାମ ନିର୍ମାଣ କରିବା ହରପ୍ପା ଶିଳ୍ପର ଅନ୍ୟତମ ଅବଦାନ ବୋଲି ଆମେ ଜାଣିପାରିବା। ଏଠି ଯେଉଁ ରଖା ହେଇଛି ବିଭିନ୍ନ ଜିନିଷ ଗୁଡ଼ାକ, ଏଇଟା ହେଉଛି କ'ଣ, ସେଇ ଜାଗାରେ ଆବିଷ୍କୃତ ଥିବା କିଛି ପଥର, କିଛି ଧାତୁରେ ତିଆରି ଅସ୍ତ୍ର ବିଷୟରେ ଏଠି ଆମେ ଦେଖିପାରୁଥିବା। ଠିକ୍ ଅଛି, ନେକ୍ସଟ ଆମେ ଜାଣିବା ବାଣିଜ୍ୟ ବିଷୟରେ। ଉନ୍ନତ ଶିଳ୍ପ ସହିତ ହରପ୍ପା ସଭ୍ୟତାର ଅଧିବାସୀମାନେ ବାଣିଜ୍ୟ ବ୍ୟବସାୟ ଉପରେ ଗୁରୁତ୍ୱ ଆରୋପ କରିଥିଲେ। ତ ଏହି ସଭ୍ୟତାରେ ବାଣିଜ୍ୟ କରାଯାଉଥିଲା। ଏ ସଭ୍ୟତାର ଚିତ୍ର ତମେ ଦେଖିପାରୁଥିବ, ପୁରା ଏମିତି ବ୍ୟାପିଛି, ବୁଝିଲା ନାହିଁ, ଏ ବହୁତ ବଡ଼ ଏରିଆରେ ବ୍ୟାପି ଯାଇଥିଲା। ଆଉ କେବଳ ସେତିକି ନୁହେଁ, ଭାରତ ବାହାରର ବିଭିନ୍ନ ସ୍ଥାନରେ ସୁମେର, ଆକାଦ, ମିଶର, ପାରସ୍ୟ ଉପସାଗର ଏବଂ ମେସୋପଟାମିଆ ସହିତ ମଧ୍ୟ ସେମାନେ ବାଣିଜ୍ୟିକ ସମ୍ପର୍କ ସ୍ଥାପନ କରିଥିଲେ। ପାରସ୍ୟ ଉପସାଗର କହିଲେ ସାଧାରଣତଃ ଏଇଟା, ଏଇ ଯେଉଁ ସମୁଦ୍ର ରହିଛି, এই ସମୁଦ୍ର ବାଟ ଦେଇକି ଏମାନେ କ'ଣ କରୁଥିଲେ ନା ବାଣିଜ୍ୟ କାରବାର କରିଥିଲେ। ଆଉ ଏଠି ମେସୋପଟାମିଆ ସଭ୍ୟତାର ମ୍ୟାପ୍ରେ ଦେଖେଇଛି, ୱାର୍ଲଡ ମ୍ୟାପ୍ରେ। ଠିକ୍ ଅଛି, ତ ଏଇ ଦୂର ଜାଗାକୁ ସେମାନେ କ'ଣ କରୁଥିଲେ ନା ବାଣିଜ୍ୟ କରିବାକୁ ମଧ୍ୟ ଯାଉଥିଲେ। ଠିକ୍ ଅଛି, ମୋହର ଯେଉଁ ଆମେ କହୁଛେ ସିଲ୍ ଗୁଡ଼ିକ ମାପ ଓ ଓଜନ ନିମିତ୍ତ ଉଦ୍ଦିଷ୍ଟ ବିଭିନ୍ନ ପ୍ରକାରର ପ୍ରସ୍ତର ଖଣ୍ଡ ଏବଂ ବିଭିନ୍ନ ଆମଦାନୀ ରପ୍ତାନୀ ଦ୍ରବ୍ୟରୁ ସେମାନଙ୍କର ବାଣିଜ୍ୟ ବ୍ୟବସାୟ ବିଷୟରେ ସମ୍ପର୍କରେ ସୂଚନା ମିଳେ। ତ ବିଭିନ୍ନ ପ୍ରକାର ଆମଦାନୀ ରପ୍ତାନୀ ବିଭିନ୍ନ ପ୍ରକାର ଜିନିଷ କରାଯାଉଥିଲା। ତ ଏଠି ଟ୍ରେଡ୍ ବା ବାଣିଜ୍ୟର କ'ଣ ରହିଛି ନା ସନ୍ଧାନ ଆମକୁ ମିଳିଥାଏ। ଠିକ୍ ଅଛି, ନେକ୍ସଟ ଜିନିଷ ଦେଖିବା, ଏଥିରେ କ'ଣ କ'ଣ ବାଣିଜ୍ୟିକ ବ୍ୟବସ୍ଥା ଥିଲା ତାକୁ ଆମେ ଜାଣିବା। ହରପ୍ପା ସଭ୍ୟତାର ବାଣିଜ୍ୟିକ କେନ୍ଦ୍ରସ୍ଥଳ ଗୁଡ଼ିକ ମଧ୍ୟରୁ ହରପ୍ପା ଓ ମହେଞ୍ଜୋଦାର ଥିଲେ ପ୍ରଧାନ। ସହର ଏବଂ ଏହାର ନିକଟବର୍ତ୍ତୀ ଗ୍ରାମ ଗୁଡ଼ିକ ମଧ୍ୟରେ ଯୋଗସୂତ୍ର ସ୍ଥାପନ ଦ୍ୱାରା ଏହି ସଭ୍ୟତାର ବାଣିଜ୍ୟ ବ୍ୟବସାୟ ବିକାଶ ଲାଭ କରିଥିଲା। ହରପ୍ପାରୁ ଆବିଷ୍କୃତ ବୃହତ ଶସ୍ୟାଗାର ପ୍ରମାଣ କରିଥାଏ
ଯେ ପାଖ ଅଞ୍ଚଳରୁ ସେଠାକୁ ପ୍ରଚୁର ପରିମାଣରେ ଶସ୍ୟ ଆସୁଥିଲା। ହିନ୍ଦୁକୁଶ ଏବଂ ଉତ୍ତର ପଶ୍ଚିମ ସୀମାନ୍ତ ଅଞ୍ଚଳରୁ ସେଠାକୁ ବିଭିନ୍ନ ପ୍ରକାର ଦାମୀ ପ୍ରସ୍ତର ଖଣ୍ଡ ମଧ୍ୟ ଆସୁଥିଲା। ରାଜସ୍ଥାନରୁ ଟିଣ ଏବଂ ତମ୍ବା ତଥା କାଶ୍ମୀରରୁ ସୁନା ମଧ୍ୟ ସେଠାକୁ ଆସୁଥିଲା। ମହେଞ୍ଜୋଦାରରେ ଏବଂ ହରପ୍ପା ନଗରର ବହୁ ଦ୍ରବ୍ୟ ପ୍ରସ୍ତୁତ ହେଉଥିଲା ଏବଂ ହରପ୍ପା ସଭ୍ୟତାର ଅଧିବାସୀମାନେ ଚାହିଦା ପୂରଣ କରିବା ସଙ୍ଗେ ସଙ୍ଗେ ବଳକା ଦ୍ରବ୍ୟ ବାହାରକୁ କ'ଣ କରୁଥିଲେ, ରପ୍ତାନି ମଧ୍ୟ କରିଦେଉଥିଲେ। ତ ଆବଶ୍ୟକ ଯେତିକି ସେତିକି ବ୍ୟବହାର କରୁଥିଲେ, ତାପରେ ବାକି ଜିନିଷ ତାକୁ ରପ୍ତାନି କରାଯାଉଥିଲା। ସେଥିରେ କ'ଣ ଥିଲା, ଖାଦ୍ୟ ଶସ୍ୟ ଥିଲା, ବିଭିନ୍ନ ପ୍ରକାର ମୂଲ୍ୟବାନ ପଥର ଥିଲା, ଠିକ ଅଛି, ତା ସହିତ ସୁନା ମଧ୍ୟ ରହିଥିଲା। ଠିକ ଅଛି, ଗଲା। ନେକ୍ସଟ, ଆମଦାନୀ ଓ ରପ୍ତାନି ଦ୍ରବ୍ୟ। ହରପ୍ପା ସଭ୍ୟତାର ଅଧିବାସୀମାନେ ଆମଦାନୀ ଓ ରପ୍ତାନି କ୍ଷେତ୍ରରେ ସିଦ୍ଧହସ୍ତ ଥିଲେ। ଏହି ସଭ୍ୟତାର ଅଧିବାସୀମାନେ କ'ଣ କରନ୍ତି, ଗହମ, ଯଅ, ବିଭିନ୍ନ ଶସ୍ୟ, କାର୍ପାସ ବସ୍ତ୍ର ଆଦି ରପ୍ତାନି କରୁଥିଲେ। ତ ବିଭିନ୍ନ ପ୍ରକାର ଖାଦ୍ୟ ଶସ୍ୟ କୁହାଯାଇଛି। ଅନ୍ୟ ପାଖରେ ସେମାନେ ରୂପା, ସୁନା, ମୂଲ୍ୟବାନ ପଥର ଗୁଡ଼ିକ ମଧ୍ୟ ଆମଦାନୀ କରୁଥିଲେ। ହେଲା, ପଥର ଗୁଡ଼ିକ ସୁନା ଓ ରୂପାକୁ ମଧ୍ୟ ଆମଦାନୀ କରାଯାଉଥିଲା। ସେମାନଙ୍କର ପ୍ରସ୍ତୁତ ଦ୍ରବ୍ୟ ଭାରତୀୟମାନଙ୍କର ଚାହିଦା ପରିପୂରଣ କରିବା ସହିତ ଭାରତ ବାହାରର ଲୋକମାନଙ୍କୁ ମଧ୍ୟ ତାଙ୍କ ଆବଶ୍ୟକତା ପୂରଣ କରିବା ପାଇଁ ସକ୍ଷମ ଥିଲା। ତ ବିଭିନ୍ନ ପ୍ରକାର ଟ୍ରେଡ୍ ରିଲେସନ୍ ମାନଙ୍କ ଭିତରେ, ବିଭିନ୍ନ ଦେଶ ଭିତରେ ସେହି ସମୟରେ ଯେଉଁ ସଭ୍ୟତା ଗୁଡ଼ିକ ଥିଲା ସେମାନଙ୍କ ଭିତରେ ରହିଥିଲା ବୋଲି ଏଥିରୁ ପ୍ରମାଣ ମିଳିଥାଏ। ନେକ୍ସଟ ଜାଣିବା କୋଉ କୋଉ ଦେଶ ସହିତ ସମ୍ପର୍କ ଥିଲା ଏମାନଙ୍କର। ହରପ୍ପା ଆଦିବାସୀମାନେ ଭାରତ ମଧ୍ୟରେ ଏବଂ ଭାରତ ବାହାରର ବିଭିନ୍ନ ଦେଶ ସହିତ ମଧ୍ୟ ବାଣିଜ୍ୟ ସମ୍ପର୍କ ସ୍ଥାପନ କରିଥିଲେ। ସିନ୍ଧୁ ପ୍ରଦେଶ, ପଞ୍ଜାବ, ରାଜସ୍ଥାନ, ରୂପାର, ଲୋଥାଲ, କାଲିବାଙ୍ଗାନ ଏବଂ ଆବିଷ୍କୃତ ହରପ୍ପା ସଂସ୍କୃତି ପ୍ରଚଳିତ ଥିବା ସ୍ଥାନଗୁଡ଼ିକ ସହିତ ଏହି ସଭ୍ୟତାର ଅଧିବାସୀମାନେ ବାଣିଜ୍ୟିକ ସମ୍ପର୍କ ରଖୁଥିଲେ। ଭାରତ ବାହାରେ ଆଫଗାନିସ୍ତାନ ଏବଂ ମଧ୍ୟ ଏସିଆ ସହିତ ମଧ୍ୟ ସ୍ଥଳପଥରେ ବାଣିଜ୍ୟିକ ସମ୍ପର୍କ ସ୍ଥାପିତ ହୋଇଥିଲା। ଜଳପଥରେ ଭାରତ ବାହାରେ ମେସୋପୋଟାମିଆ ସହିତ ଏହାର ବାଣିଜ୍ୟିକ ସମ୍ପର୍କ ଥିଲା ଅତି ନିଗୁଢ଼। ହେଲା, ସୁସା ଏବଂ ଉର୍ ଆଦି ମେସୋପୋଟାମିଆ ନଗରୀ, ମେସୋପୋଟାମିଆର କିଛି ନଗରୀ ହେଉଛି ସୁସା ଆଉ ଉର୍। ହେଲା, ନଗରୀ ଗୁଡ଼ିକରୁ ହରପ୍ପା ମୋହର, ନିପୁରର ଆବିଷ୍କୃତ ହରପ୍ପା ମୋହରରେ ଥିବା ଲିପି ଏବଂ କାଳ୍ପନିକ ଏକଶିଙ୍ଗା ପ୍ରାଣୀ ଯୋଉଟାକୁ ଆମେ ୟୁନିକର୍ନ ବୋଲି କହିବା, ତାର ଫଟୋ ମୁଁ ଦେଖେଇବି। ୟୁନିକର୍ନ ବୋଲି ଗୋଟେ ଥାଏ, କାଳ୍ପନିକ ଏକଶିଙ୍ଗା ପ୍ରାଣୀ, ଗୋଟେ ସିଂହ ଥିବା ପ୍ରାଣୀ, ଘୋଡ଼ା ଭଳିଆ, ଠିକ ଅଛି। ତାର ଚିତ୍ର ପ୍ରମାଣ ଦେଇଥାଏ ଯେ ଏଇ ଯୋଉ ସଭ୍ୟତା ଥିଲା ଆମର ସିନ୍ଧୁ ସଭ୍ୟତା, ଇଏ ମେସୋପୋଟାମିଆ ସଭ୍ୟତାର ସହିତ ବାଣିଜ୍ୟିକ ସମ୍ପର୍କ ରହିଥିଲା। ତାମାନେ ମେସୋପୋଟାମିଆ ସଭ୍ୟତା ଆଉ ହିନ୍ଦୁର ଯୋଉ ଆମେ ସିନ୍ଧୁ ସଭ୍ୟତା କହୁଛେ, ଦିଟା ଯାକ ଜାଗାରେ ସେମ୍ ପ୍ରକାରର ସିଲ୍ ଆମକୁ ଦେଖିବାକୁ ମିଳିଥାଏ। ଠିକ ଅଛି, ଗୋଟେ ପ୍ରକାରର ସିଲ୍ ଦେଖିବାକୁ ମିଳିଥାଏ। ତ ସେଇ ସିଲ୍ରୁ ଆମେ ଜାଣିପାରୁଛେ ଯେ ଉଭୟଙ୍କ ଭିତରେ କ'ଣ ଥିଲା ନା ସମ୍ପର୍କ ନିଶ୍ଚିତ ଭାବରେ ରହିଥିଲା। ପାରସ୍ୟ ଉପସାଗର କୂଳରୁ ମିଳିଥିବା ହରପ୍ପା ଘନାକୃତି ପ୍ରସ୍ତର ବଟକରା ମଧ୍ୟ ପାରସ୍ୟ ଉପସାଗର କୂଳରୁ ମିଳିଥାଏ। ହରପ୍ପାର ଯୋଉ ବଟକରାର ବ୍ୟବହାର କରାଯାଉଥିଲା, ଯୋଉ ଚାରିକଣିଆ ବଟକରା, ତାକୁ ମଧ୍ୟ ସେଠି ବ୍ୟବହାର କରାଯାଉଥିଲା। ଏହି ବାଣିଜ୍ୟିକ ସମ୍ପର୍କ ବିଷୟରେ ସୂଚନା ପ୍ରଦାନ କରିଥାଏ। ବୋତାମ ଆକୃତିର ଗୋଲାକାର ମୋହର, ଗୋଲାକାର ସିଲ୍ ଯୋଉଟା ଆମେ କହୁଛେ, ଲୋଥାଲ ଠାରୁ ଆବିଷ୍କୃତ ହୋଇଛି। ସାଧାରଣତଃ ସିନ୍ଧୁ ସଭ୍ୟତାର ସିଲ୍ ଗୁଡ଼ିକ ଚାରିକଣିଆ ଥିଲା, ଠିକ ଅଛି, କିନ୍ତୁ ଗୋଲାକାର ସିଲ୍ ମଧ୍ୟ ଏଠି ଆବଶ୍ୟକତା ରହିଛି। ଏହା ପାରସ୍ୟ ଉପସାଗର ଅଞ୍ଚଳରେ ଦେଖାଯାଇଥିବା ମୋହର ସହିତ ସମାନ। ତେଣୁ ସିନ୍ଧୁ ସଭ୍ୟତାର ସିଲ୍ ଗୁଡ଼ିକ ଚାରିକଣିଆ ଥିଲା ଆଉ ପାରସ୍ୟ ଉପସାଗର ସିଲ୍ ଗୁଡ଼ିକ ଗୋଲିଆ ଥିଲା। ତ ଯେହେତୁ ଆମକୁ ଆମ ଅଞ୍ଚଳରେ ଗୋଲିଆ ସିଲ୍ ମିଳିଛି, ତ ଏଥିରୁ ଜଣାପଡୁଛି ଉଭୟଙ୍କ ଭିତରେ କ'ଣ ଥିଲା, ସମ୍ପର୍କ ରହିଥିଲା। ଏଇଠି ତମେ ଦେଖିପାରୁଥିବ, ଠିକ ଅଛି। ଇଏ ହେଉଛି ଗୋଟେ ସିଲ୍ର ଉଦାହରଣ, ଯୋଉ ଆମେ କହୁଥିଲେ ଏକଶିଙ୍ଗିଆ କୌଣସି ଗୋଟେ ଏଇଟା ଦେଖ ଗୋଟେ ସିଙ୍ଗିଆ, ଏଇଟା ହେଉଛି ୟୁନିକର୍ନ, ଏଇଟା କୁହନ୍ତି। ହେଲା, ଗୋଟେ ଘୋଡ଼ା ଭଳିଆ ଯିବ ଯାହାର ଗୋଟେ ସିଂହ ଥିବ। ଆଉ ଏଇଗୁଡ଼ିକ ହେଉଛି ବଟକରା, ଠିକ ଅଛି, ଚାରିକଣିଆ ସାଧାରଣତଃ ବଟକରା ଗୁଡ଼ିକ ହେଇଛି। ଠିକ ଅଛି, ବାସ୍ତବିକ ହରପ୍ପା ସଭ୍ୟତାର ବାଣିଜ୍ୟିକ ବ୍ୟବସାୟ ସୁଚାରୁ ରୂପେ ପରିଚାଳିତ ହେଉଥିଲା। ମୁଖ୍ୟ ନଗର ଗୁଡ଼ିକ ନିକଟସ୍ଥ ଗ୍ରାମମାନଙ୍କରୁ କଞ୍ଚାମାଲ ଆଣି ଚାହିଦା ମୁତାବକ ଦ୍ରବ୍ୟକୁ ନିର୍ମାଣ କରୁଥିଲେ। ସେଗୁଡ଼ିକ ବିଭିନ୍ନ ସ୍ଥାନକୁ ରପ୍ତାନି ମଧ୍ୟ କରୁଥିଲେ। ଭାରତ ଏବଂ ଭାରତ ବାହାରେ ଦେଶଗୁଡ଼ିକ ସହିତ ବାଣିଜ୍ୟ ବ୍ୟବସାୟରେ ଲିପ୍ତ ଥିଲେ ହରପ୍ପା ସଭ୍ୟତାର ଅଧିବାସୀମାନେ। ଏହା ଯେ ସିନ୍ଧୁ ସଭ୍ୟତାକୁ ସମୃଦ୍ଧ କରିଥିଲା, ଏଥିରେ ସନ୍ଦେହ ନାହିଁ। ଠିକ ଅଛି, ନେକ୍ସଟ ଜିନିଷ ଆମେ ଦେଖିବା ଲିପି। ହରପ୍ପା ସଭ୍ୟତାର ଲିପି ସମ୍ବନ୍ଧରେ କୌଣସି ସେତେ ସୂଚନା ମିଳିନାହିଁ। ହରପ୍ପାର ସଭ୍ୟତାର ଅଧିବାସୀମାନଙ୍କର ଭାଷା ଓ ଲିପି ସମ୍ପର୍କରେ ଏଯାବତ୍ କୌଣସି ପ୍ରାମାଣିକ ତଥ୍ୟ ଐତିହାସିକମାନଙ୍କର ହସ୍ତଗତ ହୋଇନାହିଁ। ସେମାନେ ଯେ ଲେଖି ପଢ଼ି ଜାଣିଥିଲେ ଏହାର କୌଣସି ପ୍ରକାର ପ୍ରମାଣ ଏତେ ମିଳିନାହିଁ। କିନ୍ତୁ କ'ଣ ହେଇଛି ନା, ସିଲ୍ ଗୁଡ଼ିକରୁ ମିଳିଥିବା ଲିପି ଏବଂ ଲେଖାର ପାଠୋଦ୍ଧାର ଏପର୍ଯ୍ୟନ୍ତ କରାଯାଏନି, କିନ୍ତୁ ସିଲ୍ରୁ କିଛି ଲେଖା ଆମକୁ ମିଳିଛି। ଏଠି ତମକୁ ବିଭିନ୍ନ ପ୍ରକାର ସିଲ୍ ତମକୁ ମିଳେ, ଆଉ ସବୁ ସିଲ୍ରେ କିଛି ନା କିଛି ଲେଖା ହେଇଛି, କିଛି ନା କିଛି ଚିତ୍ର ଏମିତି ରହିଛି ଯୋଉଟା ଅକ୍ଷର ଭଳିଆ ଆମକୁ ଦେଖାଯାଉଛି। ଯେମିତିକି ଏଇ ସିଲ୍ରେ ଦେଖ, ଏଇ ଯୋଉ ୟୁନିକର୍ନ ସିଲ୍ ରହିଛି, ଯୋଉଟା ପୂର୍ବ ସ୍ଲାଇଡ୍ରେ ମୁଁ ଦେଖେଇଥିଲି, ସେଇଥିରେ ଏମିତି ବିଭିନ୍ନ ପ୍ରକାର କ'ଣ ରହିଛି ନା ଚିହ୍ନ ରହିଛି। এইগুড়াক অক্ষর বলি অনুমান କରାଯାଇଛି, କିନ୍ତୁ ଏଇ ଅକ୍ଷର ଯେ ଆକ୍ଚୁଆଲି କ'ଣ ଅର୍ଥ ତାର ସେଇଟା ଏପର୍ଯ୍ୟନ୍ତ କେହି ବାହାର କରିପାରି ନାହାନ୍ତି। ଏବେ ପର୍ଯ୍ୟନ୍ତ 400ରୁ ଉର୍ଦ୍ଧ୍ୱ ଚିହ୍ନ ଆବିଷ୍କାର ହୋଇସାରିଛି। 400ରୁ ଅଧିକ ଏମିତି କ'ଣ ହେଇଛି ଚିହ୍ନ ଆବିଷ୍କାର ହେଇଛି।
ହେଲା ତମେ ଏଠି ନମ୍बर ମଧ୍ୟ ଦେଖିପାରୁଥିବ 300 ପରେ ଏଠି କାଉଣ୍ଟିଂ ହେଇଛି ବୁଝିହେଲା ନା ନାହିଁ କିନ୍ତୁ ତାର ଅର୍ଥ କ'ଣ ସେଗୁଡ଼ା କେହି ବାହାର କରିପାରି ନାହାନ୍ତି ଠିକ ଅଛି ସବୁଠାରେ ଆଶ୍ଚର୍ଯ୍ୟ କଥା ଯେ ଏହି ଲିପିଗୁଡ଼ିକରେ କୌଣସି ପରିବର୍ତ୍ତନ ହୋଇନାହିଁ ହରପ୍ପା ସଭ୍ୟତାର ବିଭିନ୍ନ ପର୍ଯ୍ୟାୟରେ ସେହି ସମାନ ଆକୃତିର ଲିପି ପରିଲକ୍ଷିତ ହୁଏ ତ ଯେତିକି ବର୍ଷ ପର୍ଯ୍ୟନ୍ତ ଏ ସଭ୍ୟତା କ'ଣ ଥିଲା ଏକ୍ଜିଷ୍ଟେନ୍ସରେ ସବୁବେଳେ ସେଇ ସମାନ ସିଲ୍ ଗୁଡ଼ିକ ସମାନ ଚିହ୍ନ ଗୁଡ଼ିକ ବ୍ୟବହାର କରାଯାଇଛି ଏହି ଲିପି ସମ୍ପର୍କରେ ଐତିହାସିକମାନଙ୍କ ମଧ୍ୟରେ ମତଭେଦ ରହିଛି କେତେକ ଏହାକୁ ତାମିଲ ଆଉ ଆଦ୍ର ଦ୍ରାବିଡ଼ ଭାଷା ସହିତ ସମ୍ପର୍କ କରିଥାନ୍ତି ସେମିତି କେତେକ ଏହାକୁ ଆର୍ଯ୍ୟ ଭାଷା ଆଉ ସଂସ୍କୃତ ଭାଷା ସହିତ ମଧ୍ୟ ସମ୍ପୃକ୍ତ କରିଥାନ୍ତି ଠିକ ଅଛି କିଏ କୁହନ୍ତି ଆର୍ଯ୍ୟ ଭାଷା ଆଉ ସଂସ୍କୃତ ଭାଷା ଭାଷୀ ଲୋକମାନେ ଏଠି ଆସିକି ରହୁଥିଲେ ତ ଏଗୁଡ଼ିକ ହେଉଛି ସେଇ ଲିପି ସହିତ କିଏ ତାମିଲ ଆଉ ଦ୍ରାବିଡ଼ ଭାଷା ସହିତ ମଧ୍ୟ ଆକୁ ଯୋଡ଼ିଥାନ୍ତି ଠିକ ଅଛି ଗଲା ମାପ ଆଉ ଓଜନ କଥା ଯଦି ଆମେ ଦେଖିବା ବଟକରା ଏଠି ଆସିଲା ଦେଖ ବଟକରାର ଚିତ୍ର ଦିଆଯାଇଛି ଦ୍ୱିଗୁଣ ସଂଖ୍ୟକ ପଦ୍ଧତିରେ ମାପ ଏବଂ ଓଜନ ନିୟନ୍ତ୍ରିତ ହେଉଥିଲା ଯଥା 2 4 8 16 32 ତାମାନେ ପ୍ରତ୍ୟେକଟି ଓଜନ ତା ପୂର୍ବ ଓଜନଠୁ ମାନେ ଏଟା ସବୁଠୁ ସାନ ହେଲେ ତାର ଦ୍ୱିଗୁଣା ହେଇଥିବ ଏଟା ତାର ଦ୍ୱିଗୁଣା ହେଲା ତାର ଦ୍ୱିଗୁଣା ଏଟା ଏମିତି ଥିଲା ବୁଝିଲା ଡେସିମାଲ ପଦ୍ଧତିରେ 16 ଏବଂ ଏହାର 2 ଗୁଣ 4 ଗୁଣ ଇତ୍ୟାଦିକୁ ନେଇ ଓଜନ ମଧ୍ୟ କରାଯାଏ 16 320 460 এই ସବୁ ଜିନିଷ କ'ଣ ହଉଥିଲା ନା 16 ସହିତ ମଲ୍ଟିପ୍ଲାଏ ହଉଥିଲା ଠିକ ଅଛି ତେଣୁ ବିଭିନ୍ନ ଓଜନ ଘନାକାର ପଥର ଖଣ୍ଡମାନ ମିଳିଛି ସେଗୁଡ଼ିକ ନିଶ୍ଚିତ ଭାବରେ ଓଜନ କ୍ଷେତ୍ରରେ ବ୍ୟବହୃତ ହେଉଥିଲା ଦ୍ରବ୍ୟର ମାପକ ପାଇଁ ଫୁଟକୁ ଏକ ହିସାବରେ ବ୍ୟବହାର କରାଥିଲା ଠିକ ଅଛି ସେତେ ଆମେ କହିପାରିନି ସେ ସମୟରେ ଅନୁମାନ କରାଯାଏ ଗୋଟେ ଫୁଟ ସାଧାରଣତଃ 37.6 ସେଣ୍ଟିମିଟର ଥିଲା ପାଖାପାଖି ହାତେ ଠିକ ଅଛି ତେଣୁ ହାତଟା ଗୋଟେ ହାତକୁ ସେମାନେ କ'ଣ କରୁଥିଲେ ଗୋଟେ ଫୁଟ ଭଳିଆ ବ୍ୟବହାର କରୁଥିଲେ ତେଣୁ ହାତ ମାପ ମଧ୍ୟ ପ୍ରଚଳିତ ଥିଲା ଅବଶ୍ୟ କୌଣସି ଠାରୁ ମାପ ସ୍କେଲ ଆବିଷ୍କାର ହୋଇନାହିଁ ହେଲା ସ୍କେଲ କୌଣସି ଜାଗାରେ ଆବିଷ୍କୃତ ହୋଇନାହିଁ ମାତ୍ର ସେହି ସମୟର ମାପ ସ୍କେଲ ଅନୁସାରେ ହରପ୍ପା ଶସ୍ୟାଗାରର ମୁଖ୍ୟ ପ୍ରାଚୀରର ଦୈର୍ଘ୍ୟ ଥିଲା 30 ହାତ ଗୋଟେ ହାତ ଅନୁସାରେ ସେମାନେ କ'ଣ କରୁଥିଲେ କାଉଣ୍ଟିଂ କରୁଥିଲେ ବୋଲି ଏଥିରୁ ଜଣା ପଡ଼ିଥାଏ ନେକ୍ସଟ ଥିଲା ଧର୍ମ ବିଶ୍ୱାସ କେଉଁ କେଉଁ ଧର୍ମ ବିଶ୍ୱାସ ଥିଲା କେଉଁ ଠାକୁରଙ୍କୁ ପୂଜା କରୁଥିଲେ ତାକୁ ମଧ୍ୟ ଜାଣିବା କିଛି ଥିଲା କି ନଥିଲା ସେସବୁ ଜିନିଷ ଜାଣିବା ହରପ୍ପା ସଭ୍ୟତାର ଲୋକମାନେ ଧର୍ମ ବିଶ୍ୱାସ ଥିଲା ଅନନ୍ୟ ସେମାନଙ୍କ ଧର୍ମ ଧାରଣା ସମ୍ପର୍କିତ କୌଣସି ବିବରଣୀ ନିମ୍ନରେ ହୋଇନଥିଲେ ମଧ୍ୟ ପ୍ରତ୍ନତାତ୍ତ୍ୱିକ ଖନନରୁ ଆଉ ଆବିଷ୍କୃତ ବହୁ ମୋହର ସିଲ୍ କଥା କହିଲେ ବ୍ରୋଞ୍ଜ ମୂର୍ତ୍ତି କୁହାହେଲା କାଦୁଅ ନିର୍ମିତ ମୂର୍ତ୍ତି ମାଟିରେ ତିଆରି ମୂର୍ତ୍ତି ଏହି ସମ୍ପର୍କରେ ବହୁତ ପ୍ରକାର ତଥ୍ୟ ପ୍ରଦାନ କରିଥାନ୍ତି ପୂଜାସ୍ଥଳୀ ରହିଥାଏ ଶିବ ଏବଂ ମାତୃକା ଉପାସନା ମାତୃକା କହିଲେ ଏଠି ଦେବୀ କଥା କୁହାଯାଉଛି ମନେ ରଖ ଶିବ ହେଲା ଆଉ ପାର୍ବତୀଙ୍କ କଥା କହୁଛି ପାର୍ବତୀ ହେଉଛନ୍ତି ଦେବୀ ତ ଏଇଟା ମାତୃକା କୁହାଯାଏ ଯେତେ ପ୍ରକାର ଦେବୀ ଅଛନ୍ତି ସେମାନଙ୍କ କଥା କୁହାଯାଉଛି ତା ସହିତ ବୃକ୍ଷ ସର୍ପ ଆଦି ପୂଜନ ହରପ୍ପା ସଭ୍ୟତାର ଧର୍ମ ଉପରେ ସବିଶେଷ ଆଲୋକପାତ କରିଥାଏ ଭୂଖଣ୍ଡନରୁ ମିଳିଥିବା ମୃତ ବ୍ୟକ୍ତିମାନଙ୍କର ଶବ ସତ୍କାର ପ୍ରଣାଳୀ ହରପ୍ପା ସଭ୍ୟତାର ଅଧିବାସୀମାନଙ୍କର ମୃତ୍ୟୁ ପରର ଜୀବନ ସମ୍ପର୍କରେ ରହିଥିବା ଜ୍ଞାନ ସମ୍ପର୍କରେ ସମ୍ୟକ ଧାରଣା ପ୍ରଦାନ କରିଥାଏ ତ ଏଠି ଯେଉଁଭଳି ଭାବରେ ଲୋକମାନଙ୍କୁ କ'ଣ କରାଥିଲା ନା ପୋତା ଯାଇଥିଲା ତ ସେଇ ଶବକୁ ଦେଖିକି ଜଣାପଡ଼େ ଯେ ସେମାନେ ବିଶ୍ୱାସ କରୁଥିଲେ ଯେ ମୂର୍ତ୍ତି ଆମେ ଯେମିତି ଆଜି ବିଶ୍ୱାସ କରୁଛେ ଆତ୍ମା ପରମାତ୍ମା ଯେ ମୃତ୍ୟୁ ପରେ ଗୋଟେ ଜିନିଷ ରହିଛି ଯେମିତି ଆମେ କହୁଛେ ସ୍ୱର୍ଗ ନର୍କ ଏସବୁ ଜିନିଷ ସେମାନେ ମଧ୍ୟ ଏଇ ଜିନିଷକୁ ବିଶ୍ୱାସ କରୁଥିଲେ ଠିକ ଅଛି ତାକୁ ମଧ୍ୟ ଆମେ ଜାଣିବା ପ୍ରଥମେ ଥିଲା ଉପାସନା ପୀଠ ହରପ୍ପା ସଭ୍ୟତାର ଧାର୍ମିକ ପୀଠସ୍ଥଳୀ ସମ୍ପର୍କରେ ନିର୍ଦ୍ଦିଷ୍ଟ ଭାବରେ କିଛି ତଥ୍ୟ ହସ୍ତଗତ ହୋଇନାହିଁ ଏମିତି କିଛି ସ୍ପେସିଫିକ ମନ୍ଦିର କି ଏମିତି କିଛି ମିଳିନାହିଁ ତଥାପି ଐତିହାସିକମାନେ କେତେକ ସ୍ଥାନକୁ ଉପାସନା ପୀଠ ବୋଲି ଚିହ୍ନିତ କରିଥାନ୍ତି ଯେମିତିକି ମହେଞ୍ଜୋଦାରରେ ଦୁର୍ଗ ଅଞ୍ଚଳ ମିଳିଥିବା ବୃହତ ସ୍ନାନାଗାର ଏଇ ଫଟୋଟାକୁ ଅଲରେଡି ତମେ ଦେଖିସାରିଥିବ ସ୍ନାନାଗାର ଏଟା ଗୋଟେ ପୋଖରୀ ବୋଲି ଆମେ କହିଥିଲେ ଠିକ ଅଛି ନା ନାଇଁ ପୋଖରୀ ବିଷୟରେ ଆମେ ଡିଟେଲ୍ସ କହିସାରିଛେ ତ ଏଇଟାକୁ ଗୋଟେ ଆମେ କହିପାରିବା ଧାର୍ମିକ ପୀଠସ୍ଥଳୀ ବୋଲି କୁହାଯାଉଥିଲା ଏହି ସ୍ନାନାଗାର ସଂଲଗ୍ନ ବୃହତ ଘର ପୁରୋହିତମାନଙ୍କ ବାସସ୍ଥାନ ରୂପେ ବ୍ୟବହୃତ ହେଉଥିବାର ଅନୁମାନ କରାଯାଇଛି ତ ଏଇ ଯେଉଁ ଘର ଗୁଡ଼ିକ ରହିଥିଲା ଏଠି ଏ ପାଖରେ ଏଟା ହେଉଛି ପୁରୋହିତମାନଙ୍କର ଘର ଥିଲା କେବଳ ସେତିକି ନୁହେଁ ଏହି ସଭ୍ୟତା ସହିତ ସଂଶ୍ଳିଷ୍ଟ ବିଭିନ୍ନ ସ୍ଥାନରୁ ମିଳିଥିବା ସର୍ବସାଧାରଣ ଗୃହଗୁଡ଼ିକରୁ ସାଧାରଣତଃ ଧର୍ମାଲୋଚନା ପାଇଁ ବ୍ୟବହୃତ ହେଉଥିବା କଥା ଅନୁମାନ କରାଯାଏ ସେମାନେ ବିଭିନ୍ନ ଦେବାଦେବୀ ତଥା ବସ୍ତୁକୁ ଆରାଧନା କରୁଥିଲେ ସେ ସମ୍ପର୍କରେ ନିମ୍ନରେ ଆଲୋଚନା କରିବା ଆମେ ସେଗୁଡ଼ା ଦେଖିବା କ'ଣ କ'ଣ ଆଲୋଚନା ରହିଛି କୋଉଟାକୁ ଦେଖିକି ଆମେ ଜାଣିପାରୁଛୁ ଯେ ସେମାନଙ୍କର ଧର୍ମ ବିଶ୍ୱାସ ରହିଥିଲା ପ୍ରଥମ ହେଉଛି ପଶୁପତି ସାଧାରଣତଃ ପଶୁପତି ଆମେ ଶିବଙ୍କୁ କହିଥାଉ ଆଉ କହିଥାଉ ଶିବଙ୍କୁ ଠିକ ଅଛି ତ ଏଇଟା ଗୋଟେ ସିଲ୍ ତମେ ଦେଖିପାରୁଥିବ ଏଇଟା ଗୋଟେ ସିଲ୍ ଏଇଟା କୁହାଯାଏ ପଶୁପତି ସିଲ୍ କ'ଣ କୁହାଯାଏ ପଶୁପତି ସିଲ୍ କୁହାଯାଏ ଠିକ ଅଛି ପଶୁପତି ବା ଶିବ ଥିଲେ ହରପ୍ପା ଆଦିବାସୀମାନଙ୍କର ଆରାଧ୍ୟ ଦେବତା ମହେଞ୍ଜୋଦାରରେ ତା ବିଭିନ୍ନ ସ୍ଥାନରୁ ମିଳିଥିବା ମୋହର ସିଲ୍ରୁ ମହିଷ ସିଂହଯୁକ୍ତ ମସ୍ତକ ଆଭରଣରେ ଭୂଷିତ ଧ୍ୟାନ ମୁଦ୍ରାରେ ଉପବେଶନ କରିଥିବା ଏକ ପୁରୁଷ ମୂର୍ତ୍ତିର ଚିତ୍ର ଦେଖିବାକୁ ମିଳିଥାଏ ତାଙ୍କୁ
ପଶୁମାନଙ୍କ ଦ୍ୱାରା ପରିବେଷ୍ଟିତ ହୋଇଥିବାର ମଧ୍ୟ ଦେଖାଯାଇଥାଏ। ତ ଏଇ ଯେଉଁ ମୂର୍ତ୍ତି ରହିଛି ଆ ଚାରିପଟେ ବିଭିନ୍ନ ପ୍ରକାର ପଶୁ ଘେରି ରହିଛନ୍ତି। ଠିକ୍ ଅଛି, ହସ୍ତୀ, ବ୍ୟାଘ୍ର, ଛାଗଳ, ହରିଣ ଆଦି ପଶୁମାନଙ୍କ ଦ୍ୱାରା ଆବେଷ୍ଟିତ ହୋଇଥିବାର ଦେଖାଯାଏ। ଠିକ୍ ଅଛି, ଏହି ଯୋଗାରୂଢ଼ ପୁରୁଷଙ୍କୁ ସାଧାରଣତଃ ଶିବ ରୂପେ ଐତିହାସିକ ମାନେ ଚିହ୍ନିତ କରିଥାନ୍ତି। ଠିକ୍ ଅଛି, ତ ଏଇ ଶିବଙ୍କୁ ଚାରିପଟେ କ'ଣ ହୋଇଛନ୍ତି ନା ବିଭିନ୍ନ ପଶୁ ଘେରି ରହିଛନ୍ତି ବୋଲି ଅନୁମାନ କରାଯାଏ। ତେଣୁ ଏଟାକୁ ପଶୁପତି ସିଲ୍ କୁହାଯାଏ। ଆଉ ଏଇଥିରୁ ଅନୁମାନ ଲଗାଯାଏ ଯେ ସେହି ସମୟରେ ଶିବଙ୍କୁ ପୂଜା କରାଯାଉଥିଲା। ଶିବଙ୍କୁ ଜନ୍ତୁମାନଙ୍କର ନାଥ ବା ପଶୁପତି ରୂପେ ମଧ୍ୟ ଅଭିହିତ କରାଯାଇଥାଏ। ତେଣୁ ହରପ୍ପା ସଭ୍ୟତାରୁ ମିଳିଥିବା ସିଲ୍ ଗୁଡ଼ିକରୁ ବୃଷଭ ଚିତ୍ର ଥିବାରୁ ଏହି ସଭ୍ୟତାର ଅଧିବାସୀମାନେ ଶିବ ପୂଜା କରୁଥିବାର ପ୍ରମାଣ ମଧ୍ୟ ମିଳିଛି। ତେଣୁ ବୃଷଭ ଚିତ୍ର ମଧ୍ୟ ସେଇ ସିଲ୍ ଗୋଟେ ସିଲ୍ ବୃଷଭ ଚିତ୍ର ମଧ୍ୟ ଥିଲା। ତେଣୁ ସେଇଥିରୁ ଅନୁମାନ କରାଯାଏ ଶିବଙ୍କୁ ପୂଜା କରାଯାଉଥିଲା। ହରପ୍ପା ସଭ୍ୟତା ସହିତ ସମ୍ପୃକ୍ତ ବିଭିନ୍ନ ସ୍ଥାନରୁ ଲିଙ୍ଗ ଆକୃତିର ପଥର ମଧ୍ୟ ମିଳିଛି। ଶିବଲିଙ୍ଗ ଯୋଉଟାକି ସାଧାରଣତଃ ଆମେ ଜାଣିଛେ। ତେଣୁ ଶିବଙ୍କୁ ଲିଙ୍ଗ ରୂପେ ଆବାହନ କରିବାର ଦୃଷ୍ଟାନ୍ତ ମଧ୍ୟ ଏହା ଏଥିରେ ଥିଲା। ଠିକ୍ ଅଛି, ତେଣୁ ବହୁ ପୁରାତନ କାଳରେ ମାନେ ବୈଦିକ ଯୁଗରୁ ମଧ୍ୟ ପୂର୍ବ କାଳରେ କ'ଣ କରାଯାଉଥିଲା ନା ଭଗବାନ ଶିବଙ୍କୁ ପୂଜା କରାଯାଉଥିଲା ବୋଲି ଏଥିରୁ ଜଣାପଡ଼ିଥାଏ। ଠିକ୍ ଅଛି, ନେକ୍ସଟ ହେଉଛି ମାତୃକା ବା ଦେବୀ ପୂଜା। ସାଧାରଣତଃ ପାର୍ବତୀଙ୍କ କଥା ଆମେ କହୁଛେ, ଦେବୀଙ୍କ ପୂଜା କହୁଛେ। ଠିକ୍ ଅଛି ନା, ଦୁର୍ଗା, ପାର୍ବତୀ, ଆମେ କାଳୀ ଯାହା ବି କହୁଛେ ସମସ୍ତେ ମାତୃଙ୍କ ଭିତରେ ଯିବେ। ତେଣୁ ଭାରତରେ ମାତୃକା ଶକ୍ତିର ଉପାସନା ସର୍ବପ୍ରଥମେ ହରପ୍ପା ସଭ୍ୟତାରୁ ଆରମ୍ଭ ହୋଇଥିଲା। ଭୂଖନନ ଫଳରେ ବହୁ ମାଟି ନିର୍ମିତ ମାତୃକା ମୂର୍ତ୍ତି ଦୃଷ୍ଟିଗୋଚର ହୋଇଛି। ସେଗୁଡ଼ିକ ମଧ୍ୟରୁ ଅଧିକାଂଶ ଜଟିବନ୍ଧ, ହାର, ଶାଢ଼ୀ ପରିଧାନ କରିଥିବାର ଦେଖାଯାଇଥାଏ। ହେଲା, ଶ୍ରୀ ଜନ୍ ମାର୍ଶଲ ଏହି ମୂର୍ତ୍ତିଗୁଡ଼ିକୁ ମାତୃକା ରୂପେ ପରିଗଣିତ କରିଥାନ୍ତି। ତାମାନେ ଦେବୀଙ୍କର ମୂର୍ତ୍ତିଗୁଡ଼ିକ ଥିଲା ବୋଲି କୁହାଯାଏ। ଅଧିକାଂଶ ମାତୃକା ମୂର୍ତ୍ତିଗୁଡ଼ିକରେ ଧୂଆଁର ଚିହ୍ନ ବାଜିଥିବାରୁ ସେଗୁଡ଼ିକ ସାମାନ୍ୟ ତୈଳାକ୍ତ ହୋଇଥିବାର ଦେଖାଯାଇଥାଏ। ପ୍ରଫେସର ମକାଇଙ୍କ ସିନ୍ଧୁ ସଭ୍ୟତାର ଅଧିବାସୀମାନେ ମାତୃକା ମୂର୍ତ୍ତିର ଉପାସନା ନିମିତ୍ତ ତାଙ୍କଠାରେ ଦୀପ ଆଉ ଧୂପ ଜାଣୁଥିଲେ ବୋଲି ଜଣାଯାଏ। ବୁଝିଲା ନା? ଏଇଟା ମକାଇଙ୍କ ଅନୁସାରେ ସେ କହିଛନ୍ତି। ହରପ୍ପାରୁ ମିଳିଥିବା ଏକ ଲମ୍ବା ମୋହରରୁ ଖଣ୍ଡା ଉତ୍ତୋଳନ କରିଥିବା ଏକ ପୁରୁଷ ଉପରକୁ ହାତ ଟେକି ଏକ ନାରୀର ମୂର୍ତ୍ତି ଦେଖିବାକୁ ମିଳିଥାଏ। ହେଲା, ହାତ ଟେକିଥିବା ତା ସହିତ ଏକ ନାରୀର ମୂର୍ତ୍ତି ମଧ୍ୟ ଦେଖିବାକୁ ମିଳେ। ତେଣୁ ଏଇଥିରୁ ମାତୃକା ଉପାସନା ସହିତ ବଳି ପ୍ରଥା ପ୍ରଚଳିତ ଥିଲା ବୋଲି ଐତିହାସିକ ମାନେ ଅନୁମାନ କରନ୍ତି। ମାତୃକା ଉପାସନା ଥିଲା, ଦେବୀଙ୍କର ମୂର୍ତ୍ତି ରହିଛି, ତା ସହିତ ଯଦି ଖଣ୍ଡା ଉଠେଇବାର ଗୋଟେ ସିଲ୍ ଥିଲା, ସେଥିରେ ବଳି ପ୍ରଥା ମଧ୍ୟ ରହିଥିଲା ବୋଲି ଅନୁମାନ କରାଯାଏ। ଏହି ସଭ୍ୟତା ସହିତ ସମ୍ପୃକ୍ତ ବିଭିନ୍ନ ସ୍ଥାନରୁ ଜନି ଆକୃତିର ବହୁ ମାଟି ନିର୍ମିତ ବସ୍ତୁ ମଧ୍ୟ ମିଳିଛି। ହେଲା, ଏହି ମୂର୍ତ୍ତିକା ନିର୍ମିତ ବହୁ କ୍ଷୁଦ୍ର ଗର୍ଭବତୀ ନାରୀ ମୂର୍ତ୍ତି ମଧ୍ୟ ମିଳିଛି। କେତେକ ସ୍ଥାନରେ ସେହି ମୂର୍ତ୍ତି ଗୁଡ଼ିକ ଛୋଟ ଶିଶୁ ଧାରଣ କରିଥିବାର ଦେଖାଯାଏ। ଛୋଟ ପିଲାଙ୍କୁ ଧରିଥିବାର ଦେଖାଯାଏ ମଧ୍ୟ ମୂର୍ତ୍ତି ଗୁଡ଼ିକ। କେତେକ ମାତୃକା ମୂର୍ତ୍ତିର ଉଦରରୁ ଅଙ୍ଗୁରଦମ ହୋଇଛି ଛୋଟ ଚାରା ବାହାରିଥିବାର ମଧ୍ୟ ଦେଖାଯାଏ। ଠିକ୍ ଅଛି, ତ ଶିଶୁ ଜନ୍ମର ସିଲ୍ ମଧ୍ୟ ରହିଛି। ଏ ସମୟରେ ଏ ସମସ୍ତ ପ୍ରଜନନ ଶକ୍ତିର ଉପାସନା ଅନୁମାନ କରୁଥିବାର କ'ଣ ଜଣାପଡ଼ିଥାଏ। ଠିକ୍ ଅଛି, ଯେଉଁ ପ୍ରଜନନ ବା ଆମେ କହିବା ଶିଶୁ ଜନ୍ମ କରେ ତାକୁ ମଧ୍ୟ କ'ଣ କରାଯାଉଥିଲା, ଏଠାରେ ପୂଜା କରାଯାଉଥିଲା। ଠିକ୍ ଅଛି, ଏହି ସମସ୍ତ ବର୍ଣ୍ଣନା ସିନ୍ଧୁ ସଭ୍ୟତାର ଅଧିବାସୀମାନଙ୍କୁ ମାତୃଶକ୍ତିର ଉପାସକ ରୂପେ ଚିତ୍ରଣ କରିଥାଏ। ସେଥିରେ ଆମେ ଜାଣିଲେ ଶିବଙ୍କୁ ଆଉ ଦେବୀଙ୍କୁ ପୂଜା କରୁଥିଲେ। ତାପରେ ଦେଖିବା ପଶୁ ପୂଜନ। କିଛି ପଶୁଙ୍କୁ ମଧ୍ୟ ସେମାନେ ପୂଜା କରୁଥିଲେ। ଯେମିତି ଆମେ ୟୁନିକର୍ନ କଥା ଦେଖିଲେ, ସେମିତି ଅନ୍ୟ ପଶୁମାନଙ୍କର ଏଠି କ'ଣ ସିଲ୍ ମଧ୍ୟ ଦେଖିବାକୁ ମିଳିଥାଏ। ଏହି ସଭ୍ୟତାର ଅଧିବାସୀମାନେ ବିଭିନ୍ନ ପ୍ରକାର ପଶୁ ପୂଜନ କରୁଥିଲେ। ସେଗୁଡ଼ିକ ମଧ୍ୟରୁ କୁବ୍ଜଯୁକ୍ତ ଷଣ୍ଢ, ହେଲା, ଏଇଠି କୁବ୍ଜ ଥିବା ଷଣ୍ଢ ଥିଲା ପ୍ରଧାନ। ଏହା ବ୍ୟତୀତ ଗୋଟେ କାଳ୍ପନିକ ଏକଶିଙ୍ଗ ବିଶିଷ୍ଟ ପଶୁଚିତ୍ର, ଯୋଉଟାକୁ ଆମେ ୟୁନିକର୍ନ ବୋଲି କହିଲେ। ଠିକ୍ ଅଛି, ହାତୀ, ମଇଁଷି, ହରିଣ ଆଉ ଗଣ୍ଡା ଆଦିର ଚିତ୍ର ଥିବା କ'ଣ ସିଲ୍ ମଧ୍ୟ ଆମକୁ ଦେଖିବାକୁ ମିଳିଥାଏ। ତ ଏଥିରୁ ଆମକୁ ଜଣାପଡ଼େ ଯେ ହରପ୍ପା ସଭ୍ୟତାର ଅଧିବାସୀମାନେ ପଶୁମାନଙ୍କୁ ପୂଜା କରୁଥିଲେ। ସେମିତି ସୂର୍ଯ୍ୟ ଏବଂ ଅଗ୍ନିର ଉପାସନା ମଧ୍ୟ ଥିଲା। ସିନ୍ଧୁ ସଭ୍ୟତାର ଅଧିବାସୀମାନେ ସୂର୍ଯ୍ୟ ଉପାସନା କରୁଥିଲେ। ସେ ସମୟରେ ଶିଳ୍ପରେ ବ୍ୟବହୃତ ହେଉଥିବା ସ୍ୱସ୍ତିକ ଏବଂ ଚକ୍ର ଚିହ୍ନ ସୂର୍ଯ୍ୟ ପୂଜା ସମ୍ପର୍କରେ ସୂଚନା ପ୍ରଦାନ କରିଥାଏ। ତ ଏଇଠି ଚକ୍ରଟା ତମେ ଦେଖିପାରୁଛ, ଏଟାକୁ ସୂର୍ଯ୍ୟ ବୋଲି ତୁଳନା କରାଯାଇଛି। ଠିକ୍ ଅଛି, ତେଣୁ ସେମାନେ ମଧ୍ୟ ଅଗ୍ନିର ଉପାସନା କରିଥିଲେ। କାଲିବଙ୍ଗାନ ଦୁର୍ଗ ଅଞ୍ଚଳରୁ ଯେଉଁ ଚୁଲି ଗୁଡ଼ିକ ଆବିଷ୍କାର କରାଯାଇଥିଲା, ସେଇଥିରୁ ଅଗ୍ନି ପୂଜାର ସୂଚନା ମିଳିଥାଏ। ସେହିପରି ଭାବରେ ଲୋଥାଲ ଠାରୁ ମଧ୍ୟ ଅନେକ ଚୁଲି ଆବିଷ୍କୃତ ହୋଇଛି। ଅତଏବ ହରପ୍ପା ସଭ୍ୟତାର ଅଧିବାସୀମାନେ ସୂର୍ଯ୍ୟ ଓ ଅଗ୍ନିର ଉପାସନା ମଧ୍ୟ କରୁଥିଲେ। ବୃକ୍ଷର ଉପାସନା ମଧ୍ୟ ସେମିତି ଥିଲା। ବୃକ୍ଷ ଉପାସନା ଥିଲା ହରପ୍ପା ସଭ୍ୟତାର ଅନ୍ୟତମ ବୈଶିଷ୍ଟ୍ୟ। ଅନେକ ଗୁଡ଼ିଏ ଶିଳ୍ପରୁ ବରଗଛର ଚିତ୍ର ସ୍ପଷ୍ଟ ବାରି ହୋଇଥାଏ। ଯେମିତି ଏଇ ଚିତ୍ରଟା ଦେଖିଥିବ, ଏଇଟା ଗୋଟେ ସିଲ୍। ହେଲା, ସବୁ ପ୍ରକାର ଜିନିଷ ସିଲ୍ ହିଁ ରହିଛି। ଏଇ ଯଦି ପତ୍ର ଗୁଡ଼ିକ ଦେଖିବ, ଇଏ ବରଗଛର ପତ୍ର ଭଳି ଜଣାପଡ଼ୁଛି। ତା ସହିତ ବରଗଛ ସହିତ ଏଇ ଯେଉଁ ଦୁଇଟା ମୁଣ୍ଡ ବାହାରିଛି, ଇଏ ହେଉଛି ୟୁନିକର୍ନ ମୁଣ୍ଡ, ଗୋଟେ ସିଂହ ଦେଖ ଅଛି। ଠିକ୍ ଅଛି, ତା ସହିତ ତଳେ କ'ଣ ରହିଛି, ତଳେ ବିଭିନ୍ନ ପ୍ରକାର ଲେଖା, ଯେଉଁ ଲେଖା ଗୁଡ଼ିକ ଆମେ ଦେଖିଥିଲେ ଲିପି ବୋଲି କହୁଛେ। ଠିକ୍ ଅଛି, ତେଣୁ କେତେ କ୍ଷେତ୍ରରେ ଏହି ବୃକ୍ଷମୂଳରେ ବ୍ୟାଘ୍ର ଛିଡ଼ା ହୋଇଥିବାର ଦେଖାଯାଏ। ଅନ୍ୟ କେତେକ ସ୍ଥଳରେ ଏହି ବୃକ୍ଷମୂଳରେ ଥିବା କିନ୍ତୁ ଅଥବା
ସାତ ଜଣ ମନୁଷ୍ୟ ଛିଡ଼ା ହୋଇଥିବାର ଦେଖାଯାଇଥାଏ। ଯେମିତି ଏଇ ଚିତ୍ରଟା ଦେଖିଥିବ, 7 ଜଣ ମନୁଷ୍ୟ ଏଠି କ'ଣ କରିଛନ୍ତି ନା ଠିଆ ହେଇଛନ୍ତି ଗଛ ମୂଳେ। ତେଣୁ ଐତିହାସିକମାନେ ମତବ୍ୟକ୍ତ କରନ୍ତି ଯେ ସେହି ସମୟରେ ବୃକ୍ଷ ପୂଜା ପ୍ରଚଳିତ ଥିଲା। ବରଗଛ ବ୍ୟତୀତ ନିମ୍ବ ଗଛକୁ ମଧ୍ୟ ପୂଜା କରିବାର ଏଠି ପ୍ରମାଣ ମିଳିଥାଏ। ଠିକ୍ ଅଛି। ନେକ୍ସଟ ହେଉଛି ଜଳ ପୂଜା। ହରପ୍ପା ସଭ୍ୟତାର ଅଧିବାସୀମାନେ ଜଳ ଉପାସନା କରୁଥିଲେ। ମହେଞ୍ଜୋଦାରୋ ଯେଉଁ ବୃହତ୍ ସ୍ନାନାଗାର ମିଳିଛି ହେଲା, ଏଇଟା ଜଳ ପୂଜା ସମ୍ପର୍କରେ ସୂଚନା ଦେଇଥାଏ। ବୋଧହୁଏ କୌଣସି ପୂଜା ଇତ୍ୟାଦି ପବିତ୍ର କାମ ସମ୍ପାଦନ କରିବା ପୂର୍ବରୁ ସ୍ନାନାଗାରରେ ପ୍ରବେଶ କରି ଲୋକମାନେ ଶୁଦ୍ଧ ସ୍ନାନ କରୁଥିଲେ। ତ କୌଣସି ଗୋଟେ ପୂଜା ପୂର୍ବରୁ ସମସ୍ତେ ଏଠି କ'ଣ କରୁଥିଲେ ସ୍ନାନ କରିବାର ଜଣାପଡ଼ୁଥିଲା। ଏହା ସେମାନଙ୍କର ଶରୀର ତଥା ମନକୁ ପବିତ୍ର ରଖୁଥିଲା ବୋଲି ଜଣାପଡ଼ିଥାଏ। ତ ଏଥିରୁ ଜଣାପଡ଼େ ଯେ ଜଳକୁ ମଧ୍ୟ ସେମାନେ ପୂଜା କରୁଥିଲେ। ତ ସାଧାରଣତଃ ପ୍ରକୃତିକୁ ଏଠି ସେମାନେ କ'ଣ କରୁଛନ୍ତି ପୂଜା କରୁଛନ୍ତି। ଗଛ, ଜଳ, ନିଆଁ ଏସବୁ ଜିନିଷକୁ ପୂଜା କରାଯାଇଛି, ପଶୁପକ୍ଷୀ। ତାପରେ କ'ଣ, ତାପରେ ପୂର୍ବ ଜନ୍ମରେ ବିଶ୍ୱାସ। ହରପ୍ପା ସଭ୍ୟତାର ଅଧିବାସୀମାନେ ମୃତ୍ୟୁ ପରର ଜୀବନ ଉପରେ ବିଶ୍ୱାସ କରୁଥିଲେ ବୋଲି ଜଣାପଡ଼େ। ହରପ୍ପାର ସଭ୍ୟତାର ବହୁ ଶ୍ମଶାନ ଆବିଷ୍କୃତ ହୋଇଛି, ବହୁତ ଗୁଡ଼ିଏ ଶ୍ମଶାନ ରହିଥିଲା। ଆଉ ସେହି ସମୟରେ କ'ଣ କରାଯାଉଥିଲା ନା ଯେଉଁ ମୃତ ବ୍ୟକ୍ତିମାନଙ୍କୁ କବର ଦିଆଯାଉଥିଲା, ପୋଡ଼ା ଯାଉନଥିଲା, ସାଧାରଣତଃ ପୋତି ଦିଆଯାଉଥିଲା। ଠିକ୍ ଅଛି। ଶବଗୁଡ଼ିକ ଉତ୍ତର ଦକ୍ଷିଣ ଦିଗରେ କବର ମଧ୍ୟରେ ଶୁଆ ଯାଇଥିଲା। ତେଣୁ ଉତ୍ତରରୁ ଦକ୍ଷିଣ ଏମିତି ହିଁ ଶୁଆ ହେଉଥିଲା ହେଲା। ପୂର୍ବ ପଶ୍ଚିମ କରି ଶୁଆ ହେଉନଥିଲା, ଉତ୍ତର ଦକ୍ଷିଣ ଦିଗକୁ ହିଁ ଶୁଆଇ ଦିଆଯାଉଥିଲା। କେତେକ କ୍ଷେତ୍ରରେ ମୃତ ବ୍ୟକ୍ତି ସହିତ ମୃତ ପାତ୍ର ମଧ୍ୟ ରଖାଯାଇଥିଲା। ବହୁ କ୍ଷେତ୍ରରେ ମୃତ ବ୍ୟକ୍ତି ସହିତ ଅଳଙ୍କାର, ଚୁଡ଼ି, କାନଫୁଲ, ତାମ୍ର ଦର୍ପଣ, ବାଡ଼ି ଆଦି ଜିନିଷ ମଧ୍ୟ ମିଳିଛି। ଏଇ ଜିନିଷ ଗୁଡ଼ିକ ତୁମେ ଦେଖିପାରୁଥିବ ହେଲା। ଏଠି କ'ଣ ହେଇଛି, ଯେଉଁ ଶବ ଗୁଡ଼ିକ ଦେଖିବା ମିଳିଥିବ, ଏଠି ବିଭିନ୍ନ ପ୍ରକାର ପାତ୍ର ରହିଛି। ପାତ୍ର ମଧ୍ୟ ସେ ଶବ ସହିତ ପୋତି ଦିଆଯାଇଛି। ତ ଏଇଥିରୁ ଲୋଥାଲର ବହୁ ଜାଗାରେ ଗୋଟିଏ ସ୍ଥାନରୁ 2ଟି କଙ୍କାଳ ମଧ୍ୟ ମିଳିଛି। ଏଥିରୁ ଜଣାଯାଏ ଯେ ଉଭୟ ସ୍ୱାମୀ ଆଉ ସ୍ତ୍ରୀଙ୍କୁ ଏକତ୍ର କବର ଦିଆଯାଉଥିଲା। ଠିକ୍ ଅଛି। ତେଣୁ 2ଟା କଙ୍କାଳ ମଧ୍ୟ ମିଳିଛି। ତେଣୁ ଉଭୟଙ୍କୁ ଏକା ସାଙ୍ଗରେ ପୋତି ଦିଆଯାଉଥିଲା ବୋଲି ଜଣା ପଡ଼ିଥାଏ। କାଲିବଙ୍ଗାନରେ କିନ୍ତୁ ଅନ୍ୟ ପ୍ରକାର ବ୍ୟବସ୍ଥା ଦେଖିବାକୁ ମିଳିଥାଏ। ଗୋଲାକାର ଗର୍ଭ ମଧ୍ୟରେ ବହୁ ଅସ୍ଥି ସହିତ ଭସ୍ମ ପାତ୍ର ମଧ୍ୟ ରହିଥିବା ଦେଖାଯାଏ। ଏଥିମଧ୍ୟରୁ ସ୍ପଷ୍ଟ ହୋଇଥାଏ ଯେ ହରପ୍ପାର ସଭ୍ୟତାରେ ମୃତ୍ୟୁ ପରେ ଜୀବନ ପାଇଁ ବିଭିନ୍ନ ପଦ୍ଧତି ଅବଲମ୍ବନ କରାଯାଉଥିଲା। କବର ଭିତରୁ ଶବ ସହିତ ମିଳିଥିବା ଅନ୍ୟାନ୍ୟ ଜିନିଷକୁ ଅନୁଧ୍ୟାନ କଲେ ସ୍ପଷ୍ଟ ହୁଏ ଯେ ହରପ୍ପା ସଭ୍ୟତାର ଲୋକମାନେ ମୃତ୍ୟୁ ପରର ଜୀବନ ଉପରେ ଆସ୍ଥା ରଖୁଥିଲେ। ସେମାନେ ଭୂତପ୍ରେତ, ଗୁଣିଗାରେଡ଼ିରେ ମଧ୍ୟ ବିଶ୍ୱାସ କରୁଥିବାର ଅନୁମାନ କରାଯାଏ। ଏଠି ତ ଗୋଟେ କ'ଣ ହେଇଛି ସ୍କେଲେଟନ ମିଳିଛି। ଠିକ୍ ଅଛି। ତ ଏଇଥିରେ ଅନ୍ୟ ଜିନିଷ ଗୁଡ଼ିକ ମଧ୍ୟ ପୋତା ଯାଇଥିଲା ତା ସହିତ। ତ ଏଇଟା ପ୍ରମାଣ ଦେଇଥାଏ ଯେ ସେମାନେ ପରଜନ୍ମରେ ବିଶ୍ୱାସ କରୁଥିଲେ। ସେମାନଙ୍କର ବିଶ୍ୱାସ ଥିବ ଯେ ଏଇ ଜିନିଷ ଗୁଡ଼ିକ ଯଦି ତାଙ୍କ ସହିତ କ'ଣ କରାଯାଉଛି ପୋତା ଯାଉଛି, ତ ପରଜନ୍ମରେ ସେମାନେ କ'ଣ କରିବେ ନା ଏଇ ଜିନିଷ ଗୁଡ଼ିକ ତାଙ୍କର କ'ଣ ହେବ ନା ସେଗୁଡ଼ିକ ସେମାନେ ପ୍ରାପ୍ତ କରିବେ। ଏମିତି କିଛି ବିଶ୍ୱାସ ଥାଇପାରେ, ବୁଝିହେଲା ନା ନାହିଁ। ଏଇଥିରୁ ଜଣାପଡ଼ୁଛି ହେଇପାରେ ଯେ ଏଇ ଜିନିଷ ଗୁଡ଼ିକ ଏଇ ଲୋକ ମଧ୍ୟ ବ୍ୟବହାର କରୁଥାଇପାରେ, ବୁଝିହେଲା ନା ନାହିଁ। ସେଇଥିପାଇଁ କ'ଣ କରାଯାଇଛି ନା ଏଇ ଯେଉଁ ଜିନିଷ ଗୁଡ଼ିକ ଲୋକ ବ୍ୟବହାର କରୁଥିଲା ତା ସହିତ ତାକୁ ମଧ୍ୟ କ'ଣ କରି ଦିଆଯାଇଛି ପୋତି ଦିଆଯାଇଛି। ଏମିତି ମଧ୍ୟ ହେଇପାରେ। ଠିକ୍ ଅଛି। ନେକ୍ସଟ ଦେଖିବା ହରପ୍ପାର ସଭ୍ୟତାରେ ଧର୍ମଧାରଣା ବାସ୍ତବ କ୍ଷେତ୍ରରେ ମହାନ ଥିଲା। ପଶୁପତିଙ୍କ ସହିତ ବିଭିନ୍ନ ପଶୁ, ବୃକ୍ଷ ପୂଜା ଏହି ସଭ୍ୟତାର ମହତ୍ତ୍ୱ ପ୍ରତିପାଦିତ କରିଥିଲା। ସୌର ଉପାସନା ବୈଦିକ ଯୁଗର ନୁହେଁ ବରଂ ହରପ୍ପା ସଭ୍ୟତାର ସମୟରୁ ଆରମ୍ଭ ହୋଇଥିଲା। ମନେ ରଖିବା ଦରକାର ଯେ ବୈଦିକ ଯୁଗ ହରପ୍ପା ସଭ୍ୟତା ପରେ ଆସିଲା। ସେମାନଙ୍କର ଶବ ସତ୍କାର ତାପରେ ଆତ୍ମା ଓ ପରମାତ୍ମା ସମ୍ପର୍କରେ ଥିବା ସେମାନଙ୍କର ଜ୍ଞାନ ସମ୍ପର୍କରେ ସୂଚନା ପ୍ରଦାନ କରିଥାଏ। ଠିକ୍ ଅଛି। ହରପ୍ପା ସଭ୍ୟତାର ବିଭିନ୍ନ ପ୍ରାନ୍ତରେ ଶବ ସତ୍କାର ପ୍ରଣାଳୀର ଭିନ୍ନତା ଏହି ସଂସ୍କୃତିର ଅନ୍ୟତମ ବୈଶିଷ୍ଟ୍ୟ ରୂପେ ପରିଗଣିତ ହୋଇଥିଲା। ଶୈବ ଏବଂ ଶାକ୍ତ ହେଲା। ଶୈବ ମାନେ ହେଲେ ଶିବ ହେଲା, ଶାକ୍ତ ମାନେ ହେଲେ ଶକ୍ତି ଯୋଉଟାକୁ ଆମେ ପାର୍ବତୀଙ୍କୁ କହିଥାଉ। ଠିକ୍ ଅଛି। ତେଣୁ ଶିବ ଆଉ ପାର୍ବତୀ ଉଭୟ ଧର୍ମର ଅୟମାରମ୍ଭ ହୋଇଥିଲା। ତେଣୁ ଶୈବ ଧର୍ମ ଆଉ ଶାକ୍ତ ଧର୍ମ ଯେତେବେଳେ ଶିବଙ୍କୁ ପୂଜା କରାଯାଏ ସେଟା ଶୈବ ଧର୍ମ କୁହାଯାଏ। ଆଉ ଶକ୍ତି ବା ପାର୍ବତୀଙ୍କୁ ପୂଜା କରାଯାଏ, ଦେବୀ ଶକ୍ତିଙ୍କୁ ପୂଜା କରାଯାଏ, ସେତେବେଳେ ଶାକ୍ତ ଧର୍ମ ଏଟା କୁହାଯାଏ। ତାପରେ ପରେ ବୈଷ୍ଣବ ଧର୍ମ ମଧ୍ୟ ଆସି ବିଷ୍ଣୁଙ୍କୁ ପୂଜା କରିବା କଥା କୁହାଯାଇଛି। ତେଣୁ ପ୍ରଥମେ ଶୈବ ଧର୍ମ ଆଉ ଶାକ୍ତ ଧର୍ମର ଅୟମାରମ୍ଭ କୋଉଠି ହେଇଥିଲା ନା ହରପ୍ପା ସଭ୍ୟତାରେ ହେଇଥିଲା। ପରବର୍ତ୍ତୀ ସମୟରେ ଏହି ଦୁଇ ଧର୍ମ ଭାରତରେ ବିଶିଷ୍ଟ ଧର୍ମ ରୂପେ ପ୍ରତିଷ୍ଠିତ ମଧ୍ୟ ହୋଇଛି। ଠିକ୍ ଅଛି। ନେକ୍ସଟ ଦେଖିବା ସିଲ୍ ଗୁଡ଼ିକ ବିଷୟରେ, ମୋହର ଗୁଡ଼ିକ ବିଷୟରେ। ବିଭିନ୍ନ ପ୍ରକାର ମୋହର ସିଲ୍ ଗୁଡ଼ିକ ଯଦି ଆମେ ଦେଖୁଛେ, ହରପ୍ପା ସଂସ୍କୃତିର ଅଧିବାସୀମାନେ ସିଲ୍ ବା ମୋହରର ବ୍ୟବହାର ଜାଣିଥିଲେ ହେଲା। ଜିନିଷକୁ ରପ୍ତାନି କରିବା ବେଳେ ବନ୍ଦ ବାକ୍ସ ବା ଗଲାକୃତି ପ୍ୟାକେଟ ଉପରେ ସିଲ୍ ବା ମୋହରର ଚିହ୍ନ ଦେଇ ଏହା କେଉଁ ସ୍ଥାନର ଏବଂ କେଉଁ ମାଲିକର ବୋଲି ଦର୍ଶାଯାଉଥିଲା। ଠିକ୍ ଅଛି। ସାଧାରଣତଃ କ'ଣ କରାଯାଏ ନା ପ୍ୟାକେଟ ଉପରେ ଗୋଟେ ଏମିତି ସିଲ୍ ବାଡ଼ିଆ ହୁଏ। ତ ଏଇ ସିଲ୍ରୁ ଜଣାପଡ଼େ ଯେ ପ୍ୟାକେଟଟା କାହାର। ଠିକ୍ ଅଛି ନା ନାହିଁ। ଆଉ ଏଥିରେ ଆର ପ୍ରମାଣ ମଧ୍ୟ ମିଳିଥାଏ କେତେ ଅରିଜିନାଲ ଏଟା। ଠିକ୍ ଅଛି। ଏହି କଥା ଏହି ସିଲ୍ରେ ଥିବା ଲିପିରୁ ମଧ୍ୟ ଜଣାପଡ଼ିଥାଏ। କିନ୍ତୁ ଲିପିକୁ ତ ଆମେ କ'ଣ କରିପାରିବା ଏତେ ପର୍ଯ୍ୟନ୍ତ ପଢ଼ିପାରି ନାହିଁ।
ମହେଞ୍ଜୋଦାରୋ ଏବଂ ଲୋଥାଲରୁ ଏହି ପ୍ରକାର ବହୁତ ସିଲ୍ର ଆବିଷ୍କୃତ ହୋଇଛି। ଖୁବ୍ ସମ୍ଭବତଃ ଦ୍ରବ୍ୟଗୁଡ଼ିକ ସିଲ୍ କରାଯାଇ ସେଗୁଡ଼ିକୁ ପାରସ୍ୟ ଉପସାଗର, ବାହାରିନ୍ ଏବଂ ମେସୋପୋଟାମିଆକୁ ପଠାଇ ଦିଆଯାଉଥିଲା। ଲୋଥାଲରୁ ମିଳିଥିବା ସିଲ୍ ମଧ୍ୟ ସୁସା, ପାରସ୍ୟ ଉପସାଗର ଅଞ୍ଚଳରୁ ମିଳିଛି। ଠିକ୍ ଅଛି, ତେଣୁ ଲୋଥାଲରୁ ଯେଉଁ ସିଲ୍ ମିଳିଛି ସେଇଟା ସୁସା ଆଉ ପାରସ୍ୟ ଅଞ୍ଚଳରୁ ମଧ୍ୟ ସେଇ ସିଲ୍ ମିଳିଛି। ତେଣୁ ଏଇଥିରୁ ଆମେ ଜାଣୁଛେ ଯେ ସବୁ ସ୍ଥାନ ସହିତ ବାଣିଜ୍ୟିକ କାରବାର ର ଚିତ୍ର ଏହି ସିଲ୍ ଯୋଗୁଁ ସ୍ପଷ୍ଟ ହୋଇଥାଏ ଯେ ବାଣିଜ୍ୟିକ କାରବାର ସେ ସମୟରେ ପ୍ରଚଳିତ ହେଉଥିଲା। ଠିକ୍ ଅଛି, ଏହି ସିଲ୍ ଗୁଡ଼ିକ ଗୋଲାକୃତି, ତ୍ରିକୋଣାକୃତି, ଅର୍ଦ୍ଧଚନ୍ଦ୍ରାକୃତି, ସିଲିଣ୍ଡର ଆକୃତି, ଘନାକୃତି ତଥା ଷଡ଼ଭୁଜ ଆକୃତିର ହୋଇଥିବାର ଦେଖାଯାଇଥାଏ। ଏହି ମୋହର ଗୁଡ଼ିକ ଥିଲା ଧଳା, କଳା, ମାଟିଆ, ଫିକା ହଳଦିଆ ଏହିଭଳି ବିଭିନ୍ନ ପ୍ରକାର ରଙ୍ଗର ଏହି ସିଲ୍ ଗୁଡ଼ିକ ହୋଇଥାଏ। ଐତିହାସିକମାନେ ଅନେକ ରୂପା ଏବଂ ଚୀନାମାଟିର ମୋହର ସମ୍ପର୍କର ମଧ୍ୟ ସୂଚନା ଦେଇଥାନ୍ତି। ହରପ୍ପା ସଭ୍ୟତାର ଅଧିବାସୀମାନେ ସେଗୁଡ଼ିକ ବାଣିଜ୍ୟ କାରବାରରେ ଲଗାଉଥିଲେ ଆଉ ଏହି ସିଲ୍ ଗୁଡ଼ିକ ଉପରେ ବାଘ, ମଇଁଷି, ଠେକୁଆ, ହରିଣ, ଏକଶିଙ୍ଗା ପ୍ରାଣୀ, କୁବ୍ଜଯୁକ୍ତ ଷଣ୍ଢ ଏହିସବୁ ବିଭିନ୍ନ ପ୍ରକାର ଚିତ୍ର, ତା ସହିତ ପଶୁପତି ସିଲ୍ ମଧ୍ୟ ଥିଲା। ଆମେ ଏଇଟା ଜାଣିଛେ। ଏହିସବୁ ସିଲ୍ ନିର୍ମାଣରେ ହରପ୍ପା ସଭ୍ୟତାର ଲୋକମାନେ ସିଦ୍ଧହସ୍ତ ଥିଲେ। କିଛି ଗଛପତ୍ର ସିଲ୍ ଥିଲା ହରପ୍ପା ସଭ୍ୟତାର ଲୋକମାନେ ବ୍ୟବହାର କରୁଥିବା ମଧ୍ୟ ଜଣାପଡ଼ିଥାଏ। ଏହିସବୁ ସିଲ୍ ବା ମୋହର ମାନ କ'ଣ ହେଇଥିଲା, ସେମାନଙ୍କର ବାଣିଜ୍ୟ ସମ୍ପର୍କ ବିଷୟରେ ସବିଶେଷ ସୂଚନା ଦେଇଥାଏ। ଠିକ୍ ଅଛି, ତେଣୁ ବାସ୍ତବିକ କ୍ଷେତ୍ରରେ ହରପ୍ପା ସଂସ୍କୃତିର ନଗର, ପାରିପଟ୍ଟି, ସାମାଜିକ ତଥା ଧାର୍ମିକ ଜୀବନ ଏବଂ ଲୋଥାଲରୁ ଆବିଷ୍କୃତ ପୋତାଶ୍ରୟ, ଅଭିନବ କଳା ସ୍ଥାପତ୍ୟ, ମୃତ୍ ପାତ୍ରର ନିର୍ମାଣ ଶୈଳୀ କେବଳ ଭାରତରେ ନୁହେଁ ଭାରତ ବାହାରର ସମସ୍ତଙ୍କୁ ଚମତ୍କୃତ କରିଥାଏ। କାଳର କରାଳ ଚକ୍ରରେ ନିଷ୍ପେଷିତ ହୋଇ ହରପ୍ପା ସଭ୍ୟତାର ବିଲୟ ସଂଗଠିତ ହୋଇଥିଲା। ହେଲେ ଏହି ସଭ୍ୟତାର ବହୁ ପରମ୍ପରା ପରବର୍ତ୍ତୀ ସମୟରେ ଆର୍ଯ୍ୟ ଓ ଅନ୍ୟମାନଙ୍କ ଦ୍ୱାରା ବଜାୟ ରଖାଯାଇଥିଲା। ଏକ ଉନ୍ନତ ନଗର ସଭ୍ୟତା ହିସାବରେ ହରପ୍ପା ସଭ୍ୟତାର ବିସ୍ତୃତି ଏବଂ ବହିର୍ଦେଶ ସହିତ ଏହାର ବାଣିଜ୍ୟିକ ସମ୍ପର୍କ ଏହାକୁ ପୃଥିବୀର ବହୁ ପ୍ରାଚୀନ ମିଶରୀୟ ଏବଂ ମେସୋପଟାମିଆ ସଭ୍ୟତା ସହିତ ସମକକ୍ଷ କରାଇ ପାରିଥିଲା। ଭାରତର ପ୍ରଥମ ନଗର ସଭ୍ୟତା ହିସାବରେ ହରପ୍ପା ସଭ୍ୟତାର ପଟାନ୍ତର ନାହିଁ କହିଲେ ଚଳେ। ତେଣୁ ଭିଡ଼ିଓଟି କେମିତି ଲାଗିଲା ନିଶ୍ଚିତ ଭାବରେ କମେଣ୍ଟ କରି ଜଣାଇବ। ବହୁତ ବହୁତ ଧନ୍ୟବାଦ ଯେଉଁମାନେ ଲାଷ୍ଟ ପର୍ଯ୍ୟନ୍ତ ଦେଖିଲ। ନେକ୍ସଟ କ୍ଲାସ୍ରେ ଆମେ ବୈଦିକ ଯୁଗ ଉପରେ ସବିଶେଷ ଆଲୋଚନା କରିବା। ତେଣୁ ଭିଡ଼ିଓଟି ଭଲ ଲାଗିଥିଲେ ଲାଇକ୍ କର, ସାଙ୍ଗମାନଙ୍କ ସହିତ ସେୟାର କର, ଚ୍ୟାନେଲକୁ ସବସ୍କ୍ରାଇବ୍ କର, ତା ସହିତ କମେଣ୍ଟ କରିବାକୁ ଜମାରୁ ଭୁଲିବନି। ଆଉ ଗୋଟେ କଥା, ଯେଉଁ ଭିଡ଼ିଓ ଗୁଡ଼ିକ ପୂର୍ବରୁ ସରିଯାଇଛି ତାର ଲିଙ୍କ ଉପରେ ଦିଆଯିବ ଆଉ କମେଣ୍ଟରେ ମଧ୍ୟ ଦିଆଯିବ, ତାକୁ କ୍ଲିକ୍ କରିପାରିବ। ଆଉ ତଳେ କମେଣ୍ଟରେ ଆମେ ହ୍ୱାଟ୍ସଆପ୍ ଗ୍ରୁପର ଲିଙ୍କ ମଧ୍ୟ ଦେଇଦେବା, ତୁମେ ତାକୁ କ'ଣ କରିପାରିବ, ଜଏନ୍ କରିପାରିବ। ଠିକ୍ ଅଛି, ତୁମକୁ PDF ଆବଶ୍ୟକତା ରହିଛି। ଠିକ୍ ଅଛି, ଥ୍ୟାଙ୍କ ୟୁ ସୋ ମଚ୍। ନେକ୍ସଟ କ୍ଲାସ୍ରେ ଦେଖା।